करू आमे गुरु का वंदना गुरु पदे समर्पिलु हे भव जंत्रणा सहसरे करू आमे गुरु का वंदना गुरु पदे समर्पिलु हे भव जंत्रणा तुमर गुरु आमर गुरु जगत गुरु देणु तुमर गुरु आमर गुरु जगत गुरु देणु सर्वपरि टेकर की संसार चलाती तेणु सर्वपरि टेकर की संसार चलाती तेणु रक्षा करता गुरु अमर बल गुरु अमर रक्षा करता गुरु अमर बल गुरु दयालु साले लोक ठकिबार कल गुरु दयालु साले लोक ठकिबार कल गुरु कृपारु जमीदार मोहि चाषी करे प्रहार चाषी करे प्रहार गुरु कृपारु पुलिस मोहि खाइला प्रबल गुरु कृपारु जमीदार मोहि चाषी करे प्रहार पर पुलिसी मुझे खायला चक्रवाला गुरु का आदेश लुटू नहीं तो काकू भया गुरु का आदेश लुटू नहीं तो काकू भया तुमर गुरु आमर गुरु जगत गुरु गजाया तुमर गुरु आमर गुरु जगत गुरु गजाया गुरु अमर रक्षा करता गुरु अमर बल गुरु अमर रक्षा करता गुरु अमर बल गुरु दयालु चाले लोक ठकिबार कल गुरु दयालु चाले लोक ठकिबार कल हरि बोल 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 हरि आम्भे श्रीमद स्वामी 158 नंबर जगत गुरु उद्भटाचार्य पद व्रजरे भारत भ्रमण रे बाहर देवगिरी पर्वतर निर्जन कोण रे गुरुदेवंकर आश्रम नाम तार शांति निलय आम देशर नामी और दामी नेता असंख्य डाक्तर इंजीनियर ऑफिसर इत्यादि छोट बड़ आमला माने झुनझुनवाला अगरवाला इत्यादि कामला माने यही समस्त देश रत्न और देश हितैषी शिल्पपति गण आम गुरुदेवंकर शिष्य आहरी अधम आम्बे श्रीमद स्वामी 158 नंबर जगत गुरु उद्भटाचार्य यही भारत वर्ष तथा पृथ्वीर गौरव गुरुदेव दर्शन शास्त्र संबंधी 23टी भाषा 56टी बही लिखिछन गोटाए गोटाए बहीर नाम माइल माइल लम्बा यथा ईश्वर परमेश्वर खंड अखंड भेदा भेद चिंतनीय अचिंतनीय साधन मार्गर साधन मार्ग ओ तापर कौन गुरुदेव मने ना इति अरे प्रस्तुति प्रणाली संगत आकर्षण विकर्षण एवं संकर्षण जात वस्तु जगतर भौतिक और अभौतिक क्रिया प्रक्रिया समूह ताहले कहतु एते बड़ नाम जो बहिर सेई बहिटी को जातिर सेइति पाई पंडित ज्ञानी दार्शनिक भाव रे हम गुरुदेवंकर ख्याति समग्र पृथ्वी रे एपरि कि पृथ्वी बाहर मध्य विच्छुरित होई पड़िछि विच्छुरित होई पड़िछि काले सत्य कि न बिलात युक्त राष्ट्र अमेरिका रे शह शह मेमसा है जागाटा गरु भट्टाचार्य कई कई बोला किता होई पड़ंती सेटा जागाट गरु नुहरे जगत गुरु उच्चारणटा ठीक रे कर धनी
ଆରେ ଗୁରୁଦେବ କ'ଣ ଗୁରୁ ହେଇଛନ୍ତି ଯେ ତାକୁ ଜାଗାତ ଗୁରୁ ବୋଲି କହୁଛ? ଗୁରୁଦେବ ନିଶ୍ଚିତ ଭାବରେ ଗୁରୁ ନୁହଁ। ତାହେଲେ କ'ଣ? ଷଣ୍ଢ, ଧର୍ମର ଷଣ୍ଢ। ଧୀରେ ଧୀରେ এই ସବୁ ଗୁପ୍ତ ତଥ୍ୟ ଏମିତି ବାହାରେ ପ୍ରକାଶ କରାଯାଏନି। ମହାରାଜ ମିଛ କହୁନି, ଗୁରୁଦେବଙ୍କ ଆଶ୍ରମରେ 17 ଜଣ ଉଛୁଳା ବୟସୀ ମେମ୍ ବି ଅଛନ୍ତି। ଆରେ ସେମାନେ ହେଲେ ମୋର ଦାସୀ, ସେବା ଦାସୀ। ମୁଁ ହେଲି କଳିଯୁଗର କୃଷ୍ଣ, ଆଉ ସେମାନେ ଲଳିତା, ବିଶାଖା, ଚନ୍ଦ୍ରାବଳୀ। ଆଉ ଜଣେ ରାଧା ବି ଅଛନ୍ତି ଆଜ୍ଞା, ହିନ୍ଦୀ ସିନେମା ହିରୋଇନ। ହେଲେ ନାଟା କହିବା ମନା। ଆମ୍ଭେ ଶ୍ରୀମଦ୍ ସ୍ୱାମୀ 158 ନମ୍ବର ଜଗତଗୁରୁ ଉଦ୍ଭଟାଚାର୍ଯ୍ୟ ପଦ ଭଜରେ ଭାରତ ଭ୍ରମଣରେ ବାହାରିଛୁ। ଆରେ ଏଇ ଅଜ୍ଞ ଅଶିକ୍ଷିତ କୂପମଣ୍ଡୁକ ମହାନ ଭାରତବାସୀଙ୍କୁ ଦେବି ଧର୍ମର ବାଣୀ। ଅବଶ୍ୟ ପଦ ବ୍ରଜ ମାନେ ସତରେ କ'ଣ ଗୁରୁଦେବ ପାଦରେ ଚାଲି ଚାଲି ଯାଆନ୍ତି? ରାମ 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 ରାମ। ଗୁରୁଦେବ ଯଦି ପାଦରେ ଚାଲି ଚାଲି ଯିବେ ତାହେଲେ ଆଶ୍ରମରେ 63ଟି ମୋଟର ଗାଡି ଅଛି କାହିଁକି? ସମ୍ପ୍ରତି ମୁଁ 2ଟି ପୁଷ୍ପକ ରଥ କିଣିଛି। ପୁଷ୍ପକ ରଥ? ଓ ହୟ ଏ ପୁଷ୍ପକ ରଥ କ'ଣ କିଅ? ଆରେ ପୁଷ୍ପକ ରଥ ପୁଣି ଆଣିପାରିଲନି? ସେଇଠି ତ ଅସଲ ରହସ୍ୟ। ଗତକାଲିର ଖବର କାଗଜରେ ଗୁରୁଦେବଙ୍କର ଫଟୋ ଦେଖିନ? ଆରମ୍ଭରୁ 2 ପୃଷ୍ଠାରେ ଏତେ ବଡ ଫଟୋ ସହ ବିରାଟ ଜଗତଗୁରୁ ଉଦ୍ଭଟାଚାର୍ଯ୍ୟଙ୍କର ପଦ ବ୍ରଜରେ ଭାରତ ଭ୍ରମଣ। ମହାରାଜ କାହାରିକି ଯେପରି ନ କୁହ, ଏସବୁ ହେଲା ଲୋକ ଦେଖାଣିଆ। ଉପରକୁ ଉଠିବା ପାଇଁ ପ୍ରଚାର। ଆସ୍ତେ ଆସ୍ତେ ଆଳୁ ଖୋଳୁ ଖୋଳୁ ବି ମହାଦେବ ବାହାରି ପାରନ୍ତି, ବୁଝୁଛୁ ଭାଇ? ତେବେ ଆମ୍ଭେ ଶ୍ରୀମଦ୍ ସ୍ୱାମୀ 158 ନମ୍ବର ଜଗତଗୁରୁ ଉଦ୍ଭଟାଚାର୍ଯ୍ୟ ପଦ ବ୍ରଜରେ ଭାରତ ଭ୍ରମଣରେ ବାହାରିଛି। ତେବେ ମତେ ଚାଲି ଚାଲି ଯିବାକୁ ପଡେ ତା ନୁହଁ। ଏଇ ତ ଆପଣମାନେ ଦେଖୁଛନ୍ତି, ମୁଁ ଏବେ ଚାଲି 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 ଚାଲିଛି। ଅସଲ କଥାଟା ହେଲା, ମତେ ଯୋଉଠୁ ଚାଲିବାକୁ ପଡେ ତାର ସାମାନ୍ୟ କିଛି ଦୂରରୁ ମୋ ମର୍ସିଡିଜ୍ ଏୟାର କଣ୍ଡିସନ ଗାଡିରୁ ମତେ ଓହ୍ଲେଇ ଦିଆଯାଏ। ଆଉ ବାକି ରାସ୍ତାଟା ମୁଁ ଏମିତି ଚାଲି 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 ଚାଲେ। କାରଣ ଏଇ ଶଳା ଗୁଡାକ, ମାନେ ଏଇ ପଚାତ ପାଜି ଶିଷ୍ୟ ଗୁଡାକ ଗୁରୁଦେବଙ୍କୁ ଏମିତି ଚାଲି ଚାଲି ଯିବାର ଦେଖିଲେ ଖୁସିରେ ତାଙ୍କ ଭକ୍ତି ଭାବ ପୁରା ଉଛୁଳି ପଡେ। ସେଇଥିପାଇଁ ହରମଜାଦା ପଚାତ ଶିଷ୍ୟଙ୍କ ମନକୁ ଶାନ୍ତ କରିବା ପାଇଁ ମତେ ଏମିତି ଚାଲି ଚାଲି ଯିବାକୁ ପଡେ। ନହେଲେ ବ୍ୟବସାୟରେ ହେଭି କମ୍ପିଟିସନ, ନାଲି ବତି ଚଳିଯିବ ଯେ। ଅସଲ କଥାଟା କ'ଣ ଜାଣ? ଆମ ଦେଶର ଏଇ ହତଭାଗା ଲୋକ ଗୁଡାଙ୍କର ସାଧୁ ସନ୍ନ୍ୟାସୀ ମାନଙ୍କ ପ୍ରତି ଏକ ଅଦ୍ଭୁତ ଧାରଣା ରହିଛି। ଯେମିତିକି ସାଧୁ ହେଲେ ଲେଙ୍ଗୁଟି ମାରି ଫକୀର ହେବାକୁ ପଡିବ, ଦେହ ସାରା ଭସ୍ମ ବୋଳି ହୋଇ ନ ଖାଇ ନ ପିଇ ଦେହକୁ ରୋଗା କରିବାକୁ ପଡିବ, ମୁଣ୍ଡରେ ଜଟା ଧାରଣ କରିବାକୁ ପଡିବ। ତାହେଲେ ସିନା ଯାଇ ସାଧୁ ସିଧା ପୁରୁଷ ବୁଲାଇବ। ନା କ'ଣ ଗୁରୁଦେବ? ଗୋଟାଏ ଦୃଷ୍ଟିରୁ ଦେଖିଲେ ଆମ ଏ ଦେଶର ଲୋକ ଗୁଡା ଖୁବ୍ ଭଲ, ଧର୍ମ କର୍ମ କରନ୍ତି, ବ୍ରାହ୍ମଣ ବୈଷ୍ଣବ ସନ୍ନ୍ୟାସୀ ମାନଙ୍କୁ ଭକ୍ତି ମଧ୍ୟ କରନ୍ତି। ସେଇଥିପାଇଁ ସେମାନଙ୍କୁ ଆମେ ଲୁଟ କରିକି ଖାଇପାରୁଛେ ନା। ନା କ'ଣ ପ୍ରଭୁ? ବୁଝିଲ? ଏବେ ଏବେ ମାର୍କେଟକୁ ଯେଉଁ ମଡର୍ଣ୍ଣ ସାଧୁ ମାନେ ଆସୁଛନ୍ତି, ତାଙ୍କ ମୁଣ୍ଡରେ ଜଟା ବଦଳରେ ବହୁ ଫେଣା ପରି ବାଳ, ଲେଙ୍ଗୁଟି ବଦଳରେ ଦାମୀ ସିଲ୍କର ଗାଉନ, ଆଉ ଶୂନ୍ୟରେ ହାତ ବୁଲେଇ ଆଣିଲା ବେଳକୁ କଲିକତି ସନ୍ଦେଶ, ନହେଲେ ଜାପାନୀ ରିଷ୍ଟ ୱାଚ୍, ଆଉ ରଙ୍ଗ ଦେଖା ନାମ ଏ ସବୁ ଭୋଜ ବିଦ୍ୟା ଆମ୍ଭକୁ ବି ଜଣା। ଏଇ ମୁଁ କହି ରଖୁଛି, ଏ ସବୁ ଭଣ୍ଡ ବାବାଙ୍କର ସ୍ଥାୟୀ ଏଇ ଦେଶରେ ଆଉ ବେଶୀ ଦିନ ପାଇଁ ନାହିଁ। ଆମ ଗୁରୁଦେବ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ମାନଙ୍କୁ ମୋଟେ ସହିପାରନ୍ତିନି। ତେବେ ବେଳ କାଳ ବଦଳୁଛି। ଆଜ୍ଞା।
ସତ୍ୟ ଯୁଗ କେବେଠୁ ମରି ହଜିଗଲାଣି। ଏବେ ତ କଳି ଯୁଗ। ଏବେ ଇଣ୍ଟରନେଟ, ଫେସବୁକ୍, ହ୍ୱାଟ୍ସଆପ୍, ଟିକଟକ୍ ଆଉ ନାଇଟ୍ କ୍ଲବର ଯୁଗ। ସୁତରାଂ ସାଧୁ ସନ୍ନ୍ୟାସୀ ମାନଙ୍କୁ ନିଜର ଚାଲିଚଳଣି ସବୁ ବଦଳିବାକୁ ପଡ଼ିବ। ସେଇଥିପାଇଁ ଆପଣମାନେ ଦେଖୁଛନ୍ତି ମୁଁ ମୋର ଦାମୀ ସିଲ୍କର ଗାଉନ ପିନ୍ଧି ମର୍ସିଡିସ୍ ଏୟାର କଣ୍ଡିସନ ଗାଡ଼ି ଚଢ଼ି ପଦ ଭଜରେ ବାହାରିଛି। କାହିଁକି ନା ଏ ସାହେବ ଆଉ ମେମ୍ ସାହେବ ମାନେ ଏଇଭଳି ମଡର୍ଣ୍ଣ ସାଧୁକୁ ହିଁ ବେଶୀ ପସନ୍ଦ କରନ୍ତି। ବିଲାତି ଝିଅ ମାନଙ୍କର ଦେହର ଯୋଉ ଝାଡୁଆ ଗନ୍ଧ ଆମ ଗୁରୁଦେବ ମୋଟେ ସହିପାରୁ ସେଇଥିପାଇଁ ଚାଳିଶରୁ ଦାମୀ ସେଟ୍ ମଗେଇ ସବୁବେଳେ ପାଖରେ ରଖିଥାନ୍ତି ଆଉ ତେବେ ଅସଲ କଥାଟା କଣ ଜାଣନ୍ତି? ଆମ୍ଭେ ଶ୍ରୀମଦ ସ୍ୱାମୀ 158 ନମ୍ବର ଜଗତଗୁରୁ ଉଦ୍ଭଟାଚାର୍ଯ୍ୟ ମୋର ଏୟାର କଣ୍ଡିସନ ମର୍ସିଡିସ୍ ଗାଡ଼ି ଚଢ଼ି ଏଇ ଗଡ଼ ମଧୁପୁର ଗାଁର ବିଶିଷ୍ଟ ଚାଷୀ ତଥା ଜମିଦାର ଧନେଶ୍ୱର ମହାନ୍ତି ଘରକୁ ପଦବ୍ରଜରେ ଆସିଛି। ମୋ ଆଦରର ଧନୀ ଶଳା ମୟୂର ବିହୀନ କାର୍ତ୍ତିକଟିଏ ଗୁରୁଦେବ ମତେ ଖୁବ ଭଲ ପାଏ। ଏ ଶଳା ଆରାମୀ ବହୁତ ପଇସା କମେଇଛି। ଦେଖୁଛ ଗୁରୁଦେବ ମତେ ଆହ୍ଲାଦରେ କେମିତି ଗାଳି ଦଉଛନ୍ତି। ଏ ଶଳା ଆରାମଜାଦାର ପ୍ରାୟ ଜମି ଜମା 300 ଏକର ହବ। ତା ଛଡା ଧାନ ଚାଉଳର ଚୋରା କାରବାର। ଇ ଆଉ ଗୋଟେ କଣ ସ୍ମଗଲିଂ ଫଗଲିଂ କରୁଛି ନା କଣ? ଆଜ୍ଞା ଗୁରୁଦେବ କଣ ଯେ କହନ୍ତି। ଏ ଶଳାଟା ମସ୍ତ ବଡ ପାଛି ବିନୟର ଅବତାର। ଏ ଖଣ୍ଡ ମଣ୍ଡଳର 1 ନମ୍ବର ସୁଧକ। ଆଉ ଝିଅ ପିଅ ନେଇ ଗୋଟେ କଣ କରୁଛି ନା କଣ? ଆଜ୍ଞା ଆପଣ ଭାରି ଇଏ ଜାଣି ଶୁଣି ମତେ ଲଜ୍ଜା ଦେଉଛନ୍ତି। ଯେତେ ଯାହା ହେଲେ ବି ଏ ଧନୀ ହାରାମିଟା ମୋର ଏକାନ୍ତ ଭକ୍ତ। ବର୍ଷକୁ ଥରେ ଗୋଟେ ମୋଟା ଅଙ୍କରେ ପ୍ରଣାମୀ ଦିଏ। ଆଉ ତା ଛଡା ମଝିରେ ମଝିରେ ଚିତା ଚୈତନ କାଟି ଆସି ମୋ ଆଶ୍ରମରେ ହାଜିର। ହଁ ସାଙ୍ଗରେ ଥାଏ ନିପଟ ମଫସଲର ସୁନ୍ଦରୀ ତରୁଣୀଟିଏ। ତାକୁ ନେଇ ଗୁରୁଦେବଙ୍କ ଆଶ୍ରମରେ 2-3 ଦିନ ମଉଜ ମସ୍ତି କଲା ପରେ ଏ ଶଳା ହାରାମିଟା ଗାଁକୁ ପୁଣି ଫେରିଯାଏ। ସବୁ ଗୁରୁଙ୍କ ତେବେ ଅସଲ କଥାଟା ହେଲା ଏ ଧନୀ ହାରାମିର ମାଉସୀ ଭାଇ କଣଟି ତା ନା? ହରି ପଟ୍ଟନାୟକ। ହରି ପଟ୍ଟନାୟକ ଏଇ କିଛି ଦିନ ତଳେ ଅଜଣା ଆତତାୟୀଙ୍କ ହାତରେ ନିହତ ହେଇଛି। ସେଇଥିପାଇଁ ଏ ଧନୀ ହାରାମିଟା ମତେ ସ୍ମରଣ କରିଛି। ଗୁରୁଦେବ କହେ ଥରେ ମାତ୍ର ଏଇ ଗରିବ କୁଡ଼ିଆରେ ପାଦ ଦିଅନ୍ତୁ। ହଁ ଏଇ ବଜାତ ଚାଷୀଙ୍କର ଭାଣ୍ଡିଆ ପୁଅ ଗୁଡାକ କାନରେ ଏମିତି ମନ୍ତ୍ର ଫୁଙ୍କନ୍ତୁ ଯେମିତିକି ସେମାନେ ହିଂସାତ୍ମକ ପଥକୁ ନ ଯାଇ ଧର୍ମ କର୍ମରେ ମନ ଦେବେ। ହଁ ସତ କଥା। ଏଇ ଭାରତ ବର୍ଷର ଆଦର୍ଶ ହିଂସା ନୁହଁ। ଭାରତ ବର୍ଷର ଆଦର୍ଶ ହେଉଛି ଶାନ୍ତି ଓ ଅହିଂସା। ସେଇଥିପାଇଁ ଯୁଗ ଯୁଗ ଧରି ମୁନି ଋଷି ମାନେ କହି ଯାଇଛନ୍ତି। କଣ କହିଛନ୍ତି? କଣ କହିଛନ୍ତି ପ୍ରଭୁ? କହିଛନ୍ତି ଇହ ଲୋକରେ ବଡ ଲୋକର ଯଦି ହେବ ଦାସ ପର ଲୋକରେ ତେବେ ତୁମର ହବ ସ୍ୱର୍ଗବାସ। ହରି ବୋଲ ହରି ବୋଲ ହରି ବୋଲ। ଇହ ଲୋକରେ ବଡ ଲୋକର ଯଦି ହେବ ଦାସ ପର ଲୋକରେ ତେବେ ତୁମର ହେବ ସ୍ୱର୍ଗବାସ। ହରି ବୋଲ ହରି ବୋଲ ହରି ବୋଲ। ମୁନି ଋଷି ମାନେ କାଣ୍ଡି କଥାଟେ କହି ଯାଇଛନ୍ତି। ଏଇ ସବୁ ଥୋପ ଦେଇ ଏଇ ଅଜ୍ଞ ଶିକ୍ଷିତ ମଳି ମୁଣ୍ଡିଆ ମାନଙ୍କ ମୁଣ୍ଡକୁ ମୁଁ ଥଣ୍ଡା କରିବାକୁ ଆସିଛି। ଏଇ ଯୋଉ ଗଛଟା ଦେଖାଯାଉଛି ତାର ଠିକ ପଛପଟେ ଗୁରୁଦେବଙ୍କର ଏୟାର କଣ୍ଡିସନ ମର୍ସିଡିଜ ଗାଡିଟା ଥୁଆ ହେଇଛି। ଏଇ
এই ସାମାନ୍ୟ କିଛି ବାଟ ଗୁରୁଦେବଙ୍କୁ ପାଦରେ ଚାଲି ଚାଲି ଯିବାକୁ ହେବ। ଆରେ ଧନୀ ଆଜ୍ଞା। ଆମେ ସବୁ ସାଙ୍ଗ ହେଇକି ଏକା ସାଙ୍ଗରେ ଗଲେ ହୁଅନ୍ତାନି? ନା ଗୁରୁଦେବ, ଆମର ବହୁତ କ୍ଷତି ହବ। ଆପଣ ଏଇ ଜଙ୍ଗଲ ରାସ୍ତାରେ ଏକା ଚାଲି 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 ଯାଉଛନ୍ତି। ଏ କଥା ଚାଷୀ ଗୁଡାଙ୍କୁ ଦେଖିଲେ ନା ଭକ୍ତିରେ ପୁରା ଉଛୁଳି ପଡିବେ। ଫଟୋଗ୍ରାଫର ବି ରେଡି। ଜଙ୍ଗଲରୁ ବାହାରିବା ମାତ୍ରେ ଖିଚିଂ କରି ଫଟୋଟା ଉଠିଯିବ। ଶଳା ଏ ଜୀବନଟା ରହିଲେ ସିନା ଖିଚିଙ୍ଗିଲା ଫଟୋଟା ଉଠିଯିବ। ମୁଁ ଯିବିନି ଶଳା। ଏ କି କଥା କହୁଛନ୍ତି ଗୁରୁଦେବ? ଏ କାହା ଜିଭରେ ହାଡ଼ ଅଛି ଯେ ଆପଣଙ୍କ ଦେହରେ ହାତ ଲଗେଇଦବ? ତା ଛଡା ଆମେ ଦୁହେଁ ଏଠି ଅଛୁ କାହିଁ? ନାହିଁ 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 ଆରେ ଶଳା ଏ ଜଙ୍ଗଲଟା ଉଗ୍ରପନ୍ଥୀ ଅଦୂଷିତ ଅଞ୍ଚଳ ଭାବରେ ପୁରା ବିଶ୍ୱ ପ୍ରସିଦ୍ଧ। ଏ ଶଳା ଜଙ୍ଗଲ ଭିତରୁ କୋଉଠୁ କିଏ ଶଳା ଚଟ୍ କରି ଆସି କଟ୍ କରି କଟୁରୀ ଚଲେଇ କଟ୍ କରି ମୁଣ୍ଡଟାକୁ ଗଣ୍ଡିରୁ ଅଲଗା କରିଦବ। କିଛି ପତା ମିଳିବନି ରେ। ମୁଁ ଯିବିନି ଗୁରୁଦେବ। ସେଥିପାଇଁ ମୋଟେ ଚିନ୍ତା କରନ୍ତୁନି ଗୁରୁଦେବ। ଏଇ ଆଖପାଖ ଗାଁର ଯେତକ ଭେଣ୍ଡିଆ ବଜା ଟୋକା ସମସ୍ତଙ୍କୁ ହାତରେ ବନ୍ଦ କରିଦେଇଛି। ତା ଛଡା ଏଇ ନିଅନ୍ତୁ ହୁଇସି, এইটাକୁ ପାଖରେ ରଖିଥାନ୍ତୁ। এই ଜଙ୍ଗଲର ଚାରି ପାଖରେ ସିଆରପି, ଏସଓଜି, ବିଏସଏଫ ଯବାନ ମାନେ ପହରା ଦେଉଛନ୍ତି। ଟିକିଏ ମାତ୍ର ଅଶୁଭ ସୂଚନା ପାଇଲା ମାତ୍ରେ এইଟାକୁ ଫୁଙ୍କି ଦେବେ। ଏବେ ନୁହଁ ଅଶୁଭ ସୂଚନା ପାଇଲା ମାତ୍ରେ। ହଁ ଠିକ ଅଛି, ଆମେ ତେବେ ଆସୁଛୁ ଗୁରୁଦେବ। ଆୟୁଷ୍ମାନ ଭବ। ଗୁରୁ ଆମର ରକ୍ଷା କଥା, ଗୁରୁ ଆମର ଗୁରୁଙ୍କ ଦୟାରୁ ଚାଲେ ଲୋକ ଠକିବାର କଳ। ହରି ବୋଲ 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 ହରି ଏଠି ଭୟ ଅଛି ବୋଲି ବି ତ ଜଣା ପଡୁନି। ଏତେ ବାଟ ଚାଲି ଚାଲି ଆସିଲି, କାହିଁ କିଛି ସନ୍ଦେହଜନକ ବସ୍ତୁ ତ ଦେଖିବାକୁ ପାଇଲିନି। ଶୋଷରେ ତଣ୍ଟିଟା ପୁରା ଶୁଖିଗଲାଣି, ଛାତିଟା ଫାଟି ପଡୁଛି। ତୁ ପାଇଁ ପାଣି ପିଇବାକୁ ନାହିଁ। ନାଇଁ ସମୟ ହେଲାଣି, ଗଳାଟା ଓଦା ହେଇନି। ସତ କହୁଛି ଆଜ୍ଞା, ଥଟ୍ଟା ନୁହେଁ। ମଝିରେ ମଝିରେ ସୋମରସ ପାନ କରିବାଟା ଆମ ସାଧନାର ଗୋଟେ ଅଙ୍ଗ। ମୁଁ ତନ୍ତ୍ର ସାଧନା କରେ ତ, ସେଇଥିପାଇଁ ମା କାଳୀଙ୍କ ଆଗରେ ପେଟେ ମାଲ ଖାଇ ଗଞ୍ଜା ପିଇ ଭୋଳା ନାଥଙ୍କ ଭଳି ବସିଯାଏ। ଏଠି ମାଲ ଗଞ୍ଜା ତ ଦୂରର କଥା, ତୁ ପାଇଁ ପାଣି
ଛାତିଟା ଫାଟିଗଲା। ଏଇ Dagiri? মଣିষ মুন্ডর খপুরি আরে সরা মଣିষ মুন্ডর খপুরি আশ্চর্য এসলা এই ঘঞ্চ জঙ্গল ভিতরে খপুরিটা এটি আসিলা কেমিতি এটি কোন শ্মশান লা এই নাগাকু নরবলি দিয়া যাইছি আহা কি সুন্দর গঠন হে খপুরি তুমি পুরুষ না নারী যুবক না শিশু বৃদ্ধ না বালক কেবে কোউ সময়ে কোউ যুগরে কোউ শতাব্দীরে তুমি বঞ্চিথিল কেমিতি তোমার দশা হল আরে কোউ পাপ যোগু তোমার এমতি মৃত্যু হল কুহ আরে কুহ আরে মো প্রশ্নর উত্তর দিও কুহ ମୁଁ କଣ ପାଗଳ ହେଇଗଲିଣି ନା କଣ ଏଇ ଶଳା ନିଷ୍ପ୍ରାଣ ନିର୍ଜୀବ ଖପୁରିଟା ମୋ ପ୍ରଶ୍ନର କି ଉତ୍ତର ଦବ ଶଳା ଛାଟ ଗୋଟେ କାମ କଲେ ହୁଅନ୍ତା অনেক দিন হেলা কিছু গোটে বড় ধরনের তান্ত্রিক পূজা পাঠ হয়নি আজ যেতবে চান্স মিলিছি গোটে রিস্ক নিয়াছ লাগিলে ভাল ন লাগিলে বি ভাল হিমালয়ে থিলা বেলে জীবন্যাস মন্ত্রটা শিখিলি দেখে আজি সে মন্ত্র বলরে এ খপুরিটাকে মু জীবদান দেই পারুছি কি না যদি থরে সে মন্ত্রটা লাগি যায় না তাহলে দুনিয়াটা পুরা ভল্ট পাল্ট হয়ে যাব সৃষ্টি স্থিতি প্রলয়ের দেবগণ মনীষর ভাগ্য নদী বহি চালিছি তোমার ইঙ্গিতরে জীবন মৃত্যু তোমার আজ্ঞাবহ দাস হে দেবগণ দিও প্রাণ দিও এ নিষ্প্রাণ খপুরি দেহরে রক্ত মাংস অস্থি মজ্জা দ্বারা পূর্ণ কর তার মানব শরীর
से मृत व्यक्तिर अतृप्त आत्मा मरीगला पर एटी आसी प्रलाप करछ काई जहा तुमर साध्य नुहे ता पछरे तुम्हे काहेकि लागिछ जहा नियतिर विधान ताकू काहेकि तुमर अस्पृश्य हातर परसरे अपवित्र करूछ दुर्ग मो सम्मुखर हटि जा भूत संजीवनी विद्या मु करिछि अर्चन एठारे आज तार करिबि प्रमाण हे पितृलोक स्वर्गवासी गण दियो दियो प्राण निर्जीव खपुरी देहरे रक्त मांस अस्थि मज्जा कर पूर्ण कर तार मानव शरीर मिछरे मरीचिका पछरे काहीकि धाइछ सन्यासी तमे तो निर्बोध अर्वाचीन नुह बरम परम प्राज्ञ यशस्वी पुरुष ताहेले काहीकि असाध्य पछरे धाइछ मोर असाध्य बोली ए पृथ्वी रे किछि नाही जीवन मृत्युर मु हेबि एकेश्वर प्रभु मृत संजीवनी विद्यार मु अटे अधीश्वर हे ब्रह्म विष्णु हे ब्रह्म ओम ब्रह्म विष्णु ये कौन अबे मंत्रटा मोर मने पड़ुनी काई ए किछि दिन तले हिमालय रे मंत्र बल मु जीवन न्यास करी किंतु आज काई मंत्रटा मने पड़ुने काई से मंत्र तुमर आज मने पड़िबनी उद्भट से मंत्र को आमे हरण करि नैछु ईर्षा खातर प्रेतगण जेते चेष्टा कले भी तमे मते हरई पारिबो नाही दूर हो मो सम्मुख तुम मुंडरे पक्क केश मुखमंडल रे प्रवीणतार छाप हेले एमिति निर्बोधंक भଳି କାର୍ଯ୍ୟ କରୁଛ କାହିଁକି ସ୍ୱୟଂ ଈଶ୍ୱର ଯାହାର ପ୍ରାଣ ହରଣ କରିଛନ୍ତି ତମେ କଣ ତାହା ଫେରାଇ ଆଣି ପାରିବ शास्त्र पढ़िछ मूर्ख शास्त्र रे कोन लेखा है जा अरे अंध को आलोक दियो मृत को जीवन समय हेला महाशून्यर भरा नदी सदृश समयर सेई अतीत उच्चरू प्राण खोजी बाहर करबा तुमर साध्य नुहे सन्यासी दूर मो साधना मार्गरू हटि जाओ मृत्युर दिन काल मास किछि नाही मृत्युर केही प्रभु नांती से सर्वदा सर्वत्रगामी किए से मृत्यु को परास्त करी काढ़ी नहीं पारिबो जीवनर मणि माणिक्य ये सोना जुग आसी कौन हैला देखा ये भूत प्रेत गुड़ा भी एते बड़ बड़ कथा कहतुन निर्बोध उद्भट मन भितरु अहं भाव त्याग करी निज कार्य चली जाओ निर्बोध मु नुह निर्बोध तमे माने जेतु तमे माने मृत तेणु तमे माने ईर्षा कातर जहा तुमर कार्य नुहे ताकू नहीं तर्क करबा मूर्खामी नुहे तो आउ कौन फेरी जाओ तमे जुआरे जीवाकू चाहो जाई पारो जेतु तमे माने मृत तेणु अन्य एक मृत व्यक्ति जीवदान पाऊ ताहा तुमे चाह एटा तुमर अक्षमणीय ईर्षा अतएव मो समय नष्ट न करी शीघ्र स्थान छाड़ी जाओ ए धूଳି धूसरित खपुरी देहरे प्राण संचार न करिबा जाए मो मनरे सुख नाही कि शांति नाही पृथ्वीर महा महा शासक माने तो सुखरे नाहति कि शांति रे नाहति तमे तो कि सत्य कि सेठी पाई मृत संजीवनी रो आशा छाड़ी निज गंतव्य पथरे चली जा जदि तुमर मंगल चाहूता चली जाओ काई कि तमे माने बुझिबा को चेष्टा करूनो ए काई कि अरे जीवन मरण सब एका बुझुछ
ଜୀବନ ମୃତ୍ୟୁ ସବୁ କିଛି ଏକା ଏସବୁ ଫିଲୋସଫି ବିଷୟରେ ଆଗରୁ କେବେ କୋଉଠି ଶୁଣିଛ? ଆରେ ଆଜି ଯିଏ ଅମିର କାଲି ସିଏ ଫକୀର, ଆଜି ଯିଏ ଦାସ କାଲି ସିଏ ପ୍ରଭୁ। ମୁଁ ବିଶ୍ୱବିଖ୍ୟାତ ଦାର୍ଶନିକ 158 ନମ୍ବର ଜଗତଗୁରୁ ଉଦ୍ଭଟାଚାର୍ଯ୍ୟ। ମୋର 23ଟି ଭାଷାରେ 56ଟି ବହି ପ୍ରକାଶ ପାଇଛି ଜାଣିଛ? ଶଳା ଗୋଟେ ଗୋଟେ ବହି ଯଦି ନା ଶୁଣିବ ଛାଡ଼। ମୁଁ ତମକୁ କହିଦଉଛି ଏ ସ୍ଥାନ ପରିତ୍ୟାଗ କର, ମତେ ଛାଡ଼ିଦିଅ ଯାଅ। ସତର୍କ କରେଇଦବା ପାଇଁ ଆଉ ଆଗକୁ ନ ଯିବାକୁ, ସର୍ବନାଶକୁ ଡାକି ନ ଆଣିବାକୁ। କିନ୍ତୁ ଆମ କଥା ଯେତେବେଳେ ନ ଶୁଣିଲ ନିଜ ଭାଗ୍ୟ ଅନୁସାରେ ଫଳ ପାଇବ। ନିଷ୍ଫଳ ପ୍ରୟାସର କ୍ଲାନ୍ତିରେ ତମେ ଅବସନ୍ନ ବିଷାଦର ଚିର ସଙ୍ଗୀ ହେବ। ପ୍ରତାରଣାରେ ଭୁଲିଯିବା ଲୋକ ମୁଁ ନୁହଁ, ମୁଁ ତନ୍ତ୍ରାଚାର୍ଯ୍ୟ, ମହାଜ୍ଞାନୀ ଦାର୍ଶନିକ 158 ନମ୍ବର ଜଗତଗୁରୁ ଉଦ୍ଭଟାଚାର୍ଯ୍ୟ। ଏ ସମାଜର ବଡ଼ ପଣ୍ଡା ମାନଙ୍କୁ ମୁଁ କାନ ଧରି ଉଠ ବସ କରାଏ। ଯେହେତୁ ମୋ ହାତରେ ସ୍ୱର୍ଗକୁ ଯିବାର ଚାବିକାଠି, ତେଣୁ ମୋର କୌଣସି କାର୍ଯ୍ୟରେ ବାଧା ଆସେନି। हे ब्रह्मा विष्णु महेश्वर, हे सृष्टि स्थिति प्रलय देवगण। अरे अंतटा मोर मने पड़ी जाइए। हे जमराज, हे कृतांत, हे वैवसुत, हे मृत्युराधीश्वर, तुमको सहस्र प्रणाम। हे आकाश हेला नीलवर्ण दूषरे धरा, ब्रह्मांड भरीगला विशृंखला हिंस्रतारे, चंद्र सूर्य हेले मलिन मुमूर्षा, चतुर्दिके मृत्युर हाहाकार। ଉଦ୍ଭଟାଚାର୍ଯ୍ୟ, ଆପଣ ସତରେ ଆସିଛନ୍ତି ପ୍ରଭୁ, ମୁଁ ଏତେଟା ଆଶା କରିନଥିଲି। କଣ ଚାହ ଉଦ୍ଭଟ? କାହିଁକି ମତେ ସ୍ମରଣ କଲ? ଏତେ ଶୀଘ୍ର ଫଳ ମିଳିଯିବ ବୋଲି କିଏ କଣ ଭାବିଥିଲା ପ୍ରଭୁ? ଓ ମୋର ତେଣେ ଅନେକ କାମ ଅଛି। କଣ ଚାହ ଶୀଘ୍ର କୁହ। ଆଚ୍ଛା, ତମେ କଣ ନିଜର ବର୍ତ୍ତମାନ ଅବସ୍ଥାରେ ସୁଖୀ ନୁହଁ? ଆଉ କଣ ଦରକାର? ଯଥେଷ୍ଟ ତ ପାଇଛ। ହଁ ପ୍ରଭୁ, ଯଥେଷ୍ଟ ହେଇନି। ଯଥେଷ୍ଟ ହେଇନି? କଣ କହୁଛ ତମେ? ଘର ବାଡି ଗାଡି ଦାସ ଦାସୀ ରଖିତା ବେଶ୍ୟା ଡାକ୍ତର ଅଫିସର ଇଞ୍ଜିନିୟର ଏତେ ସବୁ ପାଇଁ ସୁଦ୍ଧା ତମର ଲୋଭ ଯାଇନି? ମୁଁ କଣ ମୋ କଥା କହୁଥିଲି ପ୍ରଭୁ, ଆଉ ଯାହା କଥା କହୁଥିଲି ପରା। ଏଇଟା ତ ଗୋଟେ ଖପୁରୀ, ଆକୁ ନେଇ ତମେ କଣ କରୁଛ? ଏଇ ରାସ୍ତା ଦେଇ ଧନେଶ୍ୱର ମହାନ୍ତି ଘରକୁ ଯାଉଥିଲି ଧର୍ମର ବାଣୀ ଶୁଣିବା। ଜାଣେ ନିର୍ବୋଧ ଚାଷୀ ମାନଙ୍କୁ ଧର୍ମର ଗଞ୍ଜେଇ ଖୁଏଇବାକୁ ଯାଉଛ। ଯାହା ଦେଖୁଛି ଆପଣ ସବୁ ଜାଣନ୍ତି ଗୁରୁ। ଆରେ ନ ଜାଣି ଆଉ ଉପାୟ ଅଛି? ଆଜିକାଲି ଏଇ ଚାଷୀ ଗୁଡାକ ଧର୍ମ କର୍ମ ସବୁ ରସା ତଳକୁ ଠେଲି ସାରିଲେଣି। ହଁ ପ୍ରଭୁ, ଏ ଶଳା ବଜାତ ଗୁଡାକ ଟିକେ ଟିକେ କଥାରେ ଖାଲି ହାତ ଦିଆ ଉଠେଇ ଦଉଛନ୍ତି। ପାଜି ଗୁଡାକ ରୁଲ ରେଗୁଲେସନ ଭାଙ୍ଗି ଦେବାକୁ ଚାହାନ୍ତି। କଣ ହେଲା? ଏ ଶଳା ଯମରାଜ ଇଂଲିଶ କହୁଛନ୍ତି।
କାହିଁକି ନ କହିବି କାହିଁକି ନ କହିବି ତମେ ଯେମିତି ମଡର୍ଣ୍ଣ ସାଧୁ ହେଇ ବିଦେଶୀ ଗାଡିରେ ବିଲାତି ଝିଅଙ୍କୁ ଧରି ବୁଲୁଛ ମୁଁ ବି ସେମିତି ମଡର୍ଣ୍ଣ ଇୟମରା କଥାକେ ଇଂରାଜୀ ବାହାରି ପଡିବା ସ୍ୱାଭାବିକ ତା ଛଡା ଏଇଟା ତ ଏ ଯୁଗର ଲକ୍ଷଣ। ପ୍ରଭୁ ଆପଣଙ୍କ ସହିତ ଡିସ୍କସନ କରି ମୁଁ ପୁରା ନିଜକୁ ଧନ୍ୟ ମନେ କରୁଛି। ଏ ଶଳା ପାଖରେ ଗାଡିଟା ନାହିଁ ନହେଲେ ଆପଣଙ୍କୁ ଏ ମର୍ତ୍ତ୍ୟର ସୋମରସ ପାନ ନ କରେ ଆଦୌ ଛାଡ ନାଇଁ ହେ ତମ ପୃଥିବୀର ମାଲ ଖାଇ ମତେ ନିଶା ହବନି। ସ୍ୱର୍ଗର କକଟେଲ ଚାଖିଛ କକଟେଲ କି ସ୍ୱାଦ ସତେ ଯେମିତି ଅମୃତ। ଯାହା ଦେଖାଗଲାଣି ପ୍ରଭୁ ମତେ ବି ଦିନେ ସ୍ୱର୍ଗକୁ ଯିବାକୁ ପଡିବ। ସ୍ୱର୍ଗକୁ ଯିବ କଣ ସବୁ ପୁଣ୍ୟ କାମ କରିଛ କହିଲ କିଛି ଦାନ ଧର୍ମ କରିଛ? ହଁ ପ୍ରଭୁ ଏଇ ବା ରିସେଣ୍ଟ ଫନି ସାଇକ୍ଲୋନ ଫଣ୍ଡ 10 ଟଙ୍କା ଦେଇଛି। ବାବା ତାହେଲେ ତ ବିରାଟ ଦାନ କରିଛ। ଆଉ କାହାକୁ କିଛି ଦେଇଛ? ଜଷ୍ଟ ମିନିଟ୍ ପ୍ରଭୁ ହେ 3 ବର୍ଷ ତଳେ ଗୋଟେ ବିଧବାକୁ ମୁଁ 2 ଟଙ୍କା ଦେଇଛି ପ୍ରଭୁ। ସର୍ବମୋଟ 12 ଟଙ୍କା। ଆଉ ତ କାହାରିକି କିଛି ଦେଇନ ଯାହା ଖାଲି ନେଇଛ। ଆଚ୍ଛା ସୁଧକର ଲୋକ ହୋ ତମେ। ମନେ ପଡ଼ିଲା 5 ବର୍ଷ ତଳେ ମୋ ଆଶ୍ରମକୁ ବନ୍ୟା ସାହାଯ୍ୟାର୍ଥେ ଚାନ୍ଦା ମାଗିବାକୁ ଆସିଥିଲେ ତାଙ୍କୁ ମୁଁ 5 ଟଙ୍କା ଦେଇଛି। ସର୍ବମୋଟ 17 rupees। ଏଥିପାଇଁ ଏତେ ଗର୍ବ? ଯା ବାବା ନିଜ ଘରକୁ ଯା ମୁଁ ଚାଲି। ଇଏ ପ୍ରଭୁ ଇଏ କଣ ଫେରେଇ ଦେଲେ ମୁଁ କଣ ସ୍ୱର୍ଗକୁ ଯାଇପାରିବି? ବାବୁଙ୍କୁ ସହକ ଦେଖ ଓନ୍ଲି 17 rupees ଦାନ କରି ସ୍ୱର୍ଗକୁ ଯିବା ପାଇଁ ଗୋଡ଼ କାଢି ବସିଛନ୍ତି। କାହିଁକି ଏଇ ସ୍ୱର୍ଗକୁ ଯିବାକୁ କଣ ଟିକେଟ ଦାମଟା ବଢିଗଲା? ହଁ ବଢିଛି। ଏ ବର୍ଷ ସ୍ୱର୍ଗର ବଜେଟରେ ଟିକଟ ପିଛା ଶତକଡ଼ା 25 ହାରରେ ଅତିରିକ୍ତ ଶୁଳ୍କ ଧାର୍ଯ୍ୟ କରାଯାଇଛି। 25% ଇନକ୍ରିଜ। କଣ ହେଲା ଇଏ ସ୍ୱର୍ଗରେ ଟ୍ୟାକ୍ସ ପଡୁଛି? ଓ ସିଓର ମୁଁ ତ ନିଜେ ଇନକମ ଟ୍ୟାକ୍ସ ଦେଇ ନୂଆ ଧରିଗଲିଣି। ଏଇ ସ୍ୱୟଂ ଯମରାଜ ଇନକମ ଟ୍ୟାକ୍ସ ଦଉଛନ୍ତି। ତେବେ ଫାଙ୍କି ଦିଆଯାଇପାରେ ସ୍ୱୟଂ ଦେବରାଜ ଇନ୍ଦ୍ର ତ ଟ୍ୟାକ୍ସ ଫାଙ୍କି ଦିଅନ୍ତି। ଅବଶ୍ୟ ସେଥିପାଇଁ ଡିପାର୍ଟମେଣ୍ଟରେ ଧରାଧରି କରି କିଛିଟା ଉପରି ଦେବାକୁ ପଡେ। ଯାହା ଦେଖାଗଲାଣି ପ୍ରଭୁ ସ୍ୱର୍ଗକୁ ଗଲେ ମୁଁ ଇନକମ ଟ୍ୟାକ୍ସ ଅଫିସର ହେବି। କହିଲି ପରା 17 ଟଙ୍କାରେ ସ୍ୱର୍ଗକୁ ଟିକଟ ମିଳିବ ନାହିଁ। ଆପଣଙ୍କ ଜଳଖିଆ ଖର୍ଚ୍ଚ ବି ଦେଇଦେବି। ଯମରାଜକୁ ଘୁଷ ଦବ? ପ୍ରଭୁ ଏଇଟାକୁ ପ୍ରଣାମୀ ବା ଭେଟି ବୋଲି ଭାବନ୍ତୁ ନା। ହଉ ସେ ବେଳ ଆସୁ ଦେଖିବା। ଏବେ ତମେ ଏଇ ପୃଥିବୀରେ ରହି ଅନେକ ଲୋକଙ୍କୁ ଯନ୍ତ୍ରଣା ଶୋଷଣ କରିବ ସେମାନଙ୍କର ସର୍ବନାଶ କରିବ। କଣ ହେଲା ସର୍ବନାଶ କରିବି? ପ୍ରଭୁ ଆମେ ଯଦି ଏ ପୃଥିବୀରେ ନଥାନ୍ତୁ ନା ତାହେଲେ ଆପଣଙ୍କ ବିଜନେସ ବି ତିଷ୍ଠି ପାରନ୍ତାନି। ଅବଶ୍ୟ ତାହା ସତ କଥା। ତମେ ନଥିଲେ ଏଇ ଚାଷୀ ମୂଲିଆ ଗୁଡାକ କେବେଠୁ ଧର୍ମ କର୍ମ ଛାଡି ବିଦ୍ରୋହ ଆରମ୍ଭ କରିଦେଇଥାନ୍ତେ। ତମ ଭଳି ସାଧୁ ସନ୍ନ୍ୟାସୀ ମାନଙ୍କ ପାଇଁ ଆମ ରାଜତ୍ୱ ବଞ୍ଚି ରହିଛି। ନହେଲେ କେବେଠୁ ନାଲିବତୀ ଜଳି ସାରନ୍ତାଣି। ହଉ ଭାଇ ମୁଁ ଆସିଲି ମୋର ତେଣେ ହେଭି ଏଙ୍ଗେଜମେଣ୍ଟ। ପ୍ରଭୁ ଅସଲ କାର୍ଯ୍ୟ ତ ଏଯାଏ ସରିନି। ଆରେ ଖପୁରୀଟାକୁ ହାତରେ କାହିଁ ଧରୁଛ? ହାତ ଗନ୍ଧେଇବ ଫିଙ୍ଗି ଦିଅ। ଫିଙ୍ଗିଦେବି? ପ୍ରଭୁ ଆପଣ ଏ ଖପୁରୀଟାକୁ ମଣିଷ କରିଦିଅନ୍ତୁ। ମଣିଷ କରିଦେବି? ପାଗଳ ହେଲ କି? ହୁଏତ ଲୋକଟାର ଘରେ କେହି ନାହାନ୍ତି। ଲୋକଟା ଖୁବ ଗରିବ। ତା ଘରେ କେହି ଗୋଟେ ବି ରୋଜଗାରିଆ ନାହାନ୍ତି। ୟାକୁ ଯଦି ଜୀବଦାନ ନ ଦିଆଯାଏ ଏ ସଂସାରଟା ଉଜୁଡ଼ି ଯିବ ପ୍ରଭୁ। ଉଦ୍ଭଟ ଇଏ ତ ବଡ ଆଶ୍ଚର୍ଯ୍ୟର କଥା। ଆଜି ପର୍ଯ୍ୟନ୍ତ କୌଣସି ଦୁଃଖୀ ଦରିଦ୍ର ପ୍ରତି ଏତେ ଦୟା ଦେଖେଇବା କଥା କାହିଁ ମୁଁ ତ ଜାଣିନି। ଆଉ ଆଜି ଏଇ ଖପୁରୀଟିର ଦୁଃଖରେ ତମ ଛାତି ଫାଟି ପଡିବା ଦେଖି ମତେ ଭାରି ହସ ମାଡୁଛି। ପ୍ରଭୁ ଯାହା ବି ହେଇଯାଉ ଆପଣ ଏଇଟାକୁ ମଣିଷ କରିଦିଅନ୍ତୁ। ବୁଝିଲି ତମର ଅସଲ ଉଦ୍ଦେଶ୍ୟଟା
ଏବେ ବୁଝିଲି ଏ ଯୁଗରେ ଏଭଳି ଗୋଟେ ମୋଢାକୁ ବଞ୍ଚେଇ ତମେ ପବ୍ଲିସିଟି ନେବାକୁ ଚାହୁଁଛ ଆଉ ତା ସାଙ୍ଗକୁ କିଛି ମୋଟା ଅଙ୍କ ବି କମେଇବାକୁ ଚାହୁଁଛ। ଯାହା ଦେଖୁଛି ଆପଣ ସବୁ ଜାଣନ୍ତି ଗୁରୁ। ଆଉ ଡେରି କାହିଁ ୟାକୁ ମଣିଷ କରିଦେ। ଦେଖ ବାବା ଏଇଟା ଗେଲ ତାମସାର କଥା ନୁହଁ, ଜୀବନ ମରଣର କଥା। ଯାହାକୁ ଦେବଦେବ ମହାଦେବ ବିନାଶ କରିଛନ୍ତି ତାକୁ ବଞ୍ଚେଇବା ପାଇଁ ସାହସ କରିବ କିଏ? ପାଗଳ। ଯା ବାବା ନିଜ କାମରେ ଯା, ସେଥିରେ ବରଂ ତୋର ଲାଭ ଅଛି। ଯା। ପ୍ରଭୁ ମୋର ଯଦି ଏଇ ସାମାନ୍ୟ ରିକ୍ୱେଷ୍ଟଟା ନ ରଖିବେ ନା ତାହେଲେ କହିଦେଉଛି ଆପଣଙ୍କ ବିଜନେସରେ ବି ମୁଁ ନାଲି ବତି ଯାଇକି ଦେଖଉଥିବ ତମେ ଜଣେ ବିରାଟ ଦାର୍ଶନିକ, ହେଲେ ବୁଝିବାକୁ ଚେଷ୍ଟା କରୁନ କାହିଁକି? ଭାଗ୍ୟ ହିଁ ଜୀବନ ଆଉ ମରଣକୁ ନିୟନ୍ତ୍ରଣ କରେ, ତା ବିରୁଦ୍ଧରେ ଯିବା ଅନ୍ୟାୟ। କାହିଁକି ଗୁଡାଏ ଗୁଲି ଗପ ଗୁଡା କରୁଛ କହିଲ? ଏ ସବୁ ବିଷୟରେ ମୋ ସହିତ ଆଦୌ ତର୍କ କରିବନି। ୟା ବିଷୟରେ ମୋର ତମଠାରୁ ଯଥେଷ୍ଟ ଅଧିକ ଜ୍ଞାନ ଅଛି। ତମେ ଗୋଟେ ନିହାତି ବୋକା ଲୋକଟା ହଉ, ଟିକେ ବୁଝିବାକୁ ଚେଷ୍ଟା କରୁନ କାହିଁକି? ଜୀବନ ଆଉ ମରଣ। କହିଲି ପରା ଏ ସବୁ ବିଷୟରେ ମୋ ସହିତ ଆଦୌ ତର୍କ କରିବନି। ୟା ବିଷୟରେ ମୋ ତମଠାରୁ ମୋର ଅଧିକ ଜ୍ଞାନ ଅଛି ବୁଝିଲ। ମୋର 56ଟି ଭାଷାରେ 23ଟି ଭାଷାରେ 56ଟି ବହି ପ୍ରକାଶ ପାଇଛି ଜାଣିଛ। ଯଦି ଗୋଟେ ଗୋଟେ ବହିର ନାଁ ଶୁଣିବ ତମ ମୁଣ୍ଡ ଖାଲି ଗିରିଗିରି ହେଇ ଘୁରେଇବ। ଶୁଣିବ? ଶୁଣ। ଆତ୍ମା ଓ ପରମାତ୍ମା, ବାହିକ ଏବଂ ଆଭ୍ୟନ୍ତରୀଣ, ଆର୍ଥିକ ଓ ପରମାର୍ଥିକ, ସ୍ଥୂଳ ସୂକ୍ଷ୍ମ ବସ୍ତୁ ନିର୍ବସ୍ତୁ ସମ୍ପର୍କରେ ବିଚାର ବିତର୍କ ପ୍ରସଙ୍ଗରେ ଆଧ୍ୟାତ୍ମିକ ଓ ନିରୁପଦ୍ଧି ସତ୍ତାର ବିଶ୍ଳେଷଣ ଅଥବା ସାରଗର୍ଭ ନିବନ୍ଧାବଳୀ। খুব ছোটিয়া না এটা তো। କଣ ଛୋଟ ହେଇଗଲା? ତାହେଲେ ଆଉ ଗୋଟେ ଶୁଣ। রক্ষা করো ভাই, ক্ষমা করো। ଏତେ ଶୀଘ୍ର ଛାଡ଼ିଦେବି ବୋଲି ଭାବିଛ? ଯେତେବେଳେ ମୋର ଦାର୍ଶନିକ ଚିନ୍ତାଧାରାଟାକୁ ଖେଞ୍ଚା ମାରି ଜାଗ୍ରତ କରିଛ ତମକୁ ନ ଶୁଣାଇ ଛାଡ଼ିବିନି। ଶୁଣ, ଜୀବନ ଆଉ ମରଣ ବୋଲି କିଛି ନାହିଁ। କୋଉଟା ଜୀବନ କୋଉଟା ମରଣ କିଏ କହିପାରିବ? ଦିନେ ମୁଁ ଗୋଟେ ସ୍ୱପ୍ନ ଦେଖିଲି। ମୁଁ ମହୁମାଛିଟିଏ ହେଇ ଫୁଲରୁ ଫୁଲ ଉଡ଼ି ଉଡ଼ି ମହୁ ଶୋଷି ଖାଉଛି। ହଠାତ୍ ମୋ ସ୍ୱପ୍ନ ଭାଙ୍ଗି ଯିବାରୁ ମୁଁ ଦେଖେ ମୁଁ ମହୁମାଛି ନୁହଁ, ମୁଁ ଶ୍ରୀମତ୍ ସ୍ୱାମୀ 158 ନମ୍ବର ଜଗତଗୁରୁ ଉଦ୍ଭଟାଚାର୍ଯ୍ୟ। ବର୍ତ୍ତମାନ ପ୍ରଶ୍ନଟା ହେଲା, ଉଦ୍ଭଟାଚାର୍ଯ୍ୟ ସ୍ୱପ୍ନ ଦେଖିଲା ସେ ମହୁମାଛି ବୋଲି ନା ମହୁମାଛି ସ୍ୱପ୍ନ ଦେଖିଲା ସେ ଉଦ୍ଭଟାଚାର୍ଯ୍ୟ? କୋଉଟା ଠିକ? এইটাকে কুহନ୍ତି আত্মার বিপরীত গুণ বা অবস্থা। ওহো ভাই টিকে রহিব, সতরে মো মুন্ডটা কোন হেই যাচ্ছে। আউরি শুনিবাকু পড়িব। কেমিতি প্রমাণ করিব এ খপুরিটা মৃত বলি? এমিতি বি হেই পারে। এই খপুরিটা যেতেবেলে মଣିষ থিলা সেতেবেলে ইয়ে থিলা মৃত, আর মଣିষটা থিলা জীবন্ত। আর মଣିষটা যেতেবেলে খপুরি হেলা সেতেবেলে মଣିষ হলা মৃত, অর্থাৎ খপুরির জীবন। আরে এই কথাটাকে কেমিতি অস্বীকার করিব যে জীবন ফেরি পাইবা বি এক প্রকার মৃত্যু হই পারে? এ খপুরিটা যেতেবেলে মଣିষ হব সেতেবেলে খপুরি হব মৃত, জীবন্ত। মଣିষটা যেতেবেলে খপুরি হব সেতেবেলে মଣିষ হব মৃত, খপুরি হব জীবন্ত। গোটিয়ে জীবনরু আউ গোটে জীবন, আউ গোটে জীবন, গোটে জীবন, খপুরিরু মଣିষ। ভাই আস্তে আস্তে, মুন্ডটা খালি গিরগিরি হেই ঘুরুছি, আখি আগে খালি অন্ধার দেখা যাচ্ছে। ভাই আউরি শুনিবাকু পড়িব খবরটা। ମୁଁ ତ ଗୋଡ଼ ଧରୁଛି। ତୁ ଯାହା କହିବୁ କରିବି ପଛେ, ହେଲେ ତୋର ଏ ଦର୍ଶନ ଶାସ୍ତ୍ର ମତେ ଆଉ ଶୁଣା ନା। ତୋ ଦର୍ଶନ ଶୁଣି ଶୁଣି ମୁଁ ସବୁ କିଛି ଭୁଲିଗଲିଣି। ଏମିତି କି ଶୁଣା ନିଜ ବାପ ନାଁ ବି ମନେ ପଡୁନି। ମନେ ହଉଛି ଯମରାଜର ନାମ ନା ମୋ ନା ଯମରାଜ? ବାପରେ ବାପ, ୟା ନା ଦର୍ଶନ। ହଁ ଗୁରୁ, ୟାକୁ କୁହନ୍ତି ଦର୍ଶନର ଧର୍ଷଣ। ବୁଝିଲ? ବୁଝିଲି ବୁଝିଲି ରେ ବାବା, ବୁଝିଲି। ଏବେ ବୁଝିଲି ତୁ କେମିତି ନିରୀହ ଗରିବ ଲୋକଙ୍କର ମୁଣ୍ଡ ଖରାପ କରି ତୋ କାର୍ଯ୍ୟ ହାସଲ କରୁ। ଆଉ ତାହେଲେ ଡେରି କାହିଁକି ଗୁରୁ? ଶୀଘ୍ର ଏଇଟାକୁ ଜୀବଦାନ ଦଉ। ଦଉଛି ରେ ବାବା, ଦଉଛି ଦଉଛି। ତଥାସ୍ତୁ। ହେ ଖପୁରି, ତୁ ମଣିଷ ହେଇଯା। ଏ ଖପୁରି, ତୁ ମଣିଷ ହେଇଯା।
प्रभु 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 संजीवनी विद्यार सफल प्रयोग अरे इंटरनेट टेलीप्रिंटर फैक्स व्हाट्सएप टिकटक द्वारा मोर ए अलौकिक कीर्तिटा पृथ्वी सारा प्रचार हो कि आनंद कि मजा आइबे परे ତମର କଣ ହେଇଥିଲା କି ତମର କଣ ହେଇଥିଲା କି ଭାଇ କଞ୍ଚା ନିଦଟା ମୋର ଭାଙ୍ଗି ଦେଇ ଦେଖୁନ କେମିତି ସରୁ କଥା କହୁଛି ତମେ କିଛି ଜାଣିପାରିବନି ଆରେ ଇଏ କଣ ଆରେ ମୁଁ କୋଉଠି ଶୋଇଥିଲି ଆରେ ଏମିତିକା ଜଙ୍ଗଲ ଭିତରକୁ ମୁଁ ଶୋଇବାକୁ ଆସିଥିଲି ଯା ଶଳା ମୁଁ ପାଗଳ ହେଇଗଲି ନା କଣ ଆରେ ଏଇଟା କୋଉ ଜାଗା ଏମିତିକା ଜଙ୍ଗଲ ତ ମୁଁ ଆଗରୁ କେବେ ଦେଖିନି भाई तमे टिके आसिलो केमती अरे मु तो सही कथा भाबुची मु एठिकी आसिली केमिति मु बंधु घर को जाउथिली हेले सेटा तो यही बाटो देई नुह एमितिका जंगल रास्ता भी तो नुह ए भाई ये गला बेले ए बाट दे गला बेले तमर किछ हेइतले काई ना तो हेइनी सेमिति किछ हेला भଳି तो काई मोर किछ मने पडुनी ये कोन अरे मु एडी नंगला मलाई सुइला कोन ए मु लुका पटा किला ना ए से विषय मु किछ जानिनी मोर मने पइला अरे मोर गंठिरी थिला ता भितर केते दिन छतरा चूड़ा गुड़ अरे मोर ओडे छत्ता भी थिला अरे छत्ता के नहीं तू अरे धीरे धीरे मु को कहूची सुना सुना तमे एई मात्र पुनर्जीवन लाभ कल अरे तुम जिनस पत्र गुड़ाक ये बहुत दिन है पड़ी नष्ट हो जाए लुका पता के नहीं तू कह ताकू एइले धरि कहली परा तुम यही मात्र पुनर्जीवन लाभ कल बोली पुनर्जीवन सेटा पुणी कौन पुनर्जीवन कौन जान अरे मरी जाइए लोक पुणी थे बंचा माने मृत व्यक्ति को जीवन न्यास मंत्र द्वारा पुनर्जीवित करवा अरे मोड़ा घुड़ी पहुंचे ना कौन टाउटेरी मारे का जगह पाइल मो लुका पटा दे मोर जाए कहली परा ये भाई ठीक अच्छे सब दे तुम्हें कहल तुम ना टा मो ना मधुडम सन्ध्या बेले तो छुई देली पुणी थे गाधेवा पड़ो घुचिगले कौन बाबू डम बोली कौन मु मनीष नुह तुम तो गेरुआ पिंधि भारी तो चिकन दिशुच हेले तुम भितरटा मसीहा कहीं या मुहटा तो भारी टाण रे ए कौन कहलु अरे मु कौन पचारुली कि ए तमे को समय बास कर समय को समय बास करथि ना समयटा कौन घर द्वार बास करी मनीष भल पागल हाबरे पड़ा ए माने समय माने को जुगरे जुग फुग पुणी कौन तो कथा तो मुझे बुझी पारुनी मो गंठरी दे मोर जाए बाबू बड़ा मुस्किल पड़गल ए गोटे मूर्ख मड़ा ताको सड़ा जीवन न्यास दे मु पूरा फसी जाइछि बा निजर गंठुड़ी छत्ता से नड़िया गुड़ छड़ा कौन जीवन में किसी ना एते आत्मकेन्द्रिक तमें तू आग मो गंठरी देलु आ भितर केते जिंस था जानिछु चूड़ा गुड़ हां छत्ता भी सहित थिला कहली परा तोर आइडेंटिटीटा क्लियर न होला फोटा पुणी कौन सड़ा इंग्राजी जानी माने तू किए कोठू आसीचु गाँ घर किए माने मु परा कहली मो ना मधुडम मो बा ना कालुडम आम घर बेताली गाँ हाँ अच्छा तमे देखी थिबा बा सुनी थिबा किछि गोटे घटना विषय कहि पारि घटना गोटे घटना घटिथिबो जेंति हौ एते कथा पचारि तबले सुनु एई परदिन आम गाँ टीमा तंती की जानिछु अरे
ଆରେ ସେଇ ମୋଟା ହେଇକି ଯୋଉ କାଳିଆ ଭୁସୁଣ୍ଡାଟା ବା ବୁଢା ହେଲାଣି ପର୍ଯ୍ୟନ୍ତ ବାହା ହେଇନଥିଲା। ଏ ଗାଁ ଲୋକ ଖୋଜାଖୋଜି କରି ଟିମାତନ୍ତୀର ଏଇ ପାଖ ଗାଁରେ ଗୋଟେ ବାହାଘର ଠିକ କଲେ। ବାହାଘର ଦିନ ସଜବାଜ ହେଇ ଟିମାତନ୍ତୀ ଗଲା ବାହା ହେବାକୁ। ବାହା ହେଇକି ଫେରୁଛି, ସେ ଯୋଉ କନ୍ୟା ଘର ଗାଁ ଶେଷ ମୁଣ୍ଡ ଯୋଉ ବରଗଛ ସେଇଠି ତ କଣ ହେଲା କେଜାଣି ସେ ଟିମାତନ୍ତୀ ଭେଟଣା ହେଇ ମଲା। ଯୋଉ କନ୍ୟାଟାକୁ ବାହା ହେଇ ଆସିଥିଲା, ଅଳ୍ପ ବୟସ କନ୍ୟାଟା ବା ବିଧବା ହେଇଗଲା। এইটা কোন গোটে ঘটনা? আবে এথিরু মু যুগ বিষয়ে জানিবি কেমি? খালি যুগ ଆଉ ଯୁଗ ତତେ କିଏ କହୁଛି ଯୁଗ ବିଷୟରେ ଜାଣିବାକୁ? ତୁ ମୋ ଗଣ୍ଠୁଲି ଛତା ଦେ, ମୁଁ ମୋର আচ্ছা এই ইয়াঠারু ଆଉ ଗୋଟେ ବଡ଼ ଘଟଣା ଜାଣିଛୁ? କିଛି ଗୋଟେ ଗୁରୁତ୍ୱପୂର୍ଣ୍ଣ ଘଟଣା କିଛି ଗୋଟେ ଘଟିଥିବ। ଆହୁରି ବଡ ଘଟଣା? ବଡ଼ ଘଟଣା ମାନେ ୟାଠାରୁ ବଡ ଘଟଣା? ହଁ ଗୁରୁତ୍ୱପୂର୍ଣ୍ଣ ଘଟଣା। ଆଗ କହ, ମୋ ଲୁଗାପଟା ଦବୁ ତ? ଦେବି ହଉ, ଏ ମାସେ ତଳେ ମୋ ଭାରିଜା ପୋଖରୀକୁ ଗଲା ପାଣି ଆଣିବାକୁ। ହଁ ସବୁଦିନ ପାଣି ଆଣିବାକୁ ଯାଏ, ସେଦିନ ବି ଗଲା। ସେ ପୋଖରୀ ଗୁଡାରେ ଯୋଉ ଶିଉଳି ଲାଗିଥିଲା ସେଇଠି ତ ଗୋଡ ଖସିକି ପଇଲା ଯେ ତାର ଏଇପଟ ଫାଳଟା ପୁରା ଯାଇଛି। ସେଇ ଦିନଠୁ ମାସେ କାଳ ତା ଗୋଡରେ ତେଲ ଘଷି ଘଷି ତା ଦରଜ କଣ କମୁଛି? এইটা তো ପାଇଁ ବଡ଼ ଘଟଣା ନୁହଁ, ଆହୁରି ବଡ଼ ଦରକାର। ଆହୁରି ବଡ଼, ହଁ ମନେ ପଇଲା, ସେମିତି ଗୋଟେ ଘଟଣା ମନେ ପଇଲା। ଏ ଗଲା ସନ ଆମ ଗାଁରେ ନିଆଁ ଲାଗିଗଲା। ନିଆଁ ଲାଗି 20-30 ବଖରା ଘର ପୁରା ପୋଡ଼ି ପାଉଁଶ ହେଇଗଲା। ତା ଭିତରେ କେତେ ଗାଈ ଗୋରୁ ଛେଳି ମେଣ୍ଢା ସବୁ ପୋଡ଼ି ପାଉଁଶ ହେଇଗଲେ। ତୁ ଜାଣିଛୁ 30-40 ଲୋକ ବି ମରିଗଲେ। এইটা নিশ্চয় তো ପାଇଁ ବଡ଼ ଘଟଣା ହେଇଥିବ। এইটা গোটে ঘটনা যে কিন্তু নিয়া তো যেকୌଣସି ସମୟରେ ଯେକୌଣସି ଜାଗାରେ ବି ଲାଗି ଯାଇପାରେ। এই ভাই ଏମିତି କିଛି ଗୋଟେ ଘଟଣା ବିଷୟରେ କହିଲ ଯୋଉଥିରେ କି ତୁମର ଆଖପାଖ ଅଞ୍ଚଳ ବା ତୁମର ଗାଁର ଅବସ୍ଥା ବିଷୟରେ ଜାଣିହବ, ଗାଁର ବ୍ୟବସ୍ଥା ଅବସ୍ଥା ବିଷୟରେ। ଆମ ଗାଁର ଅବସ୍ଥା ବିଷୟରେ ଜାଣିବାକୁ ଚାହୁଁଛ? ହଁ ବସ ବସ। ଏଇ କିଛି ଦିନ ତଳ କଥା। ଆମ ଗାଁ ଫନି ସାହୁକାର ଆଉ ସେ ଥାନା ବାବୁ। ଫନି ସାହୁକାରକୁ ଜାଣିଛ? ଧନୀ ଦଣ୍ଡେଶ୍ୱର ମହାନ୍ତି। ମହାନ୍ତି ନୁହଁ, ମହାନ୍ତି ନୁହଁ, ସାହୁକାର ସାହୁକାର। ସେ ଶଳା କଂସେଇ କେତେ ଲୋକଙ୍କର ସେ ସର୍ବନାଶ ନ କରିଛି, କେତେ ଝିଅ ବୋହୂଙ୍କର ସେ ଇଜ୍ଜତ ନ ନେଇଛି। ସେଦିନ ସେ ହାରାମଜାଦା ଫନି ସାହୁକାର ସେ ପୋଡ଼ାମୁହା ଥାନା ବାବୁକୁ ଧରି ସକାଳୁ ସକାଳୁ ମୋ ଘରକୁ ଆସିଲା। ମମତା, ହ୍ୟାଲୋ, ଏ ମମତା, ସକାଳୁ ସକାଳୁ କୁଆଡୁ ପଳେଇ ଯାଉଛି? କିଏ କହିଲା? ଦେଖ ଆଲୋ, ବୈଦ ପରା କହିଛି ତୋର ଏ ଅବସ୍ଥାରେ ଏତେ ସବୁ ଓଜନ ଜିନିଷ ଉଠେଇବା ମନା। ତା ଛଡା ତୁ ବେଶୀ ପାଣି ହାତ ହବୁ, ତତେ ଥଣ୍ଡା ଧରିବନି। ଏ କାମ ସବୁ ମୁଁ କରିବି ତ କରିବ କିଏ? ଆଲୋ, ମୁଁ କାହିଁକି ଅଛି କି? ମୁଁ କରିବି। ତୁ ଜାଣିଛୁ ନା ଏ ବୈଦ ନା ଆହୁରି କହିଛି। କଣ କହିଛି? କହିଛି ତୁ ଏବେ ଦିନକୁ 1 ଗ୍ଲାସ ଗାଈ ଦୁଧ ଖାଇବୁ, ଆଉ ଅଧ ସେରେ ଛେନା ସାଙ୍ଗକୁ ଏ ବୈଦ ଯୋଉ ଔଷଧ ଦେଇନଥିଲା ତା ସହିତ ମିଶେଇ ଖାଇବୁ ଲୋ। ଦେଖିବୁ ନା ଆମ ଛୁଆଟା ନା ମୋ ଭଳି ତାଗଡ଼ା ହେଇ ଜନ୍ମ ହବ। ଖବରା କୋଟକା, ଆଜି ତୋର କଣ ହେଇଛି କି? କଣ ସକାଳୁ ସକାଳୁ ଭାରି ସ୍ୱାଗ? ଏତେ ସବୁ ଜିନିଷ ଖାଇବୁ, ପଇସା ଆସିବ କୋଉଠୁ? ଆଲୋ, ଏଥର ତା 3 ମାଣିଆରେ ମା ଲକ୍ଷ୍ମୀଙ୍କର ଆଶୀର୍ବାଦ ଖାଲି ଝରି ପଡୁଛି। ଯେତିକି ଫସଲ ହେଇଛି ନା ଅଧ ପରେ ଆମ ଘର ଚଳିଯିବ, ଆଉ ଅଧକୁ ବିକି ଦେଇ ତୋ ପାଇଁ ଆଉ ତୋ ପୁଅ ପାଇଁ ସବୁ ଜିନିଷ ଗୋଟି ଗୋଟି କରି ଖଞ୍ଜି ଦେବି। ପୁଅ? ଏ ପୁଅ ହବ ବୋଲି ତତେ କିଏ କହିଲା? ହେଇ ଦେଖ, ମୁଁ ତ ପୁରାପୁରି ଭୁଲି ଯାଇଛି ଆଉ। ଆଲୋ, ଜାଣିଛୁ କାଲି ନାହକ ପାଖକୁ ଯାଇଥିଲି। ନାହକ ତ ଯେମିତି ମୋ ହାତ ଦେଖିଲା କହିଲା, ମଧୁରେ ତୋର ନିଶ୍ଚୟ ପୁଅଟେ ହବ। ନାଇଁ, ମୋର ଝିଅଟିଏ ଦରକାର।
ଝିଅ ହେଲେ ମତେ ଘର କାମରେ ସାହାଯ୍ୟ କରିବ। ଦେଖ ତାକୁ ଯୋଉ ତ ଘର ତାକୁ ପୁଣି ଘର କାମରେ ସାହାଯ୍ୟ କରିବ। ନା 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 ଆମର ପୁଅ ଦରକାର ମାନେ ପୁଅ ହବ। ପୁଅଟେ ହେଲେ ମୋ ସହିତ ବିଲକୁ ଯିବ, ମୋ ସହିତ ଚାଷ କରିବ, ଆମର ତ ପୁଅ ହବ। ଆହା ଲୋ ମୋ ଚାଷ ଯେମିତି ବାଟି ବାଟି ଜମି ଅଛି। ଆମର ବାଟି ବାଟି ଜମି ନଥାଉ, ମୋର ଯେତିକି ଅଛି ସେତିକି ଯଥେଷ୍ଟ, କିନ୍ତୁ ମୋର ପୁଅଟେ ହବ ମାନେ ପୁଅ ହବ। ମୁଁ ପରା କହିଲି ଝିଅ ମାନେ ଝିଅ। ନା 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 ଆମର ପୁଅ ଦରକାର ମାନେ ପୁଅ ତ ହବ ଆଉ ଝିଅ। କଥାରେ ମୁଁ କହିଲି ଝିଅ ମାନେ ଝିଅ। ନା 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 ମୋର ପୁଅ ଦରକାର ମାନେ ପୁଅ ହବ। ମୁଁ କହିଲି ଝିଅ ମାନେ ଝିଅ। ହେ ତୁ ତ ଯାହା କରୁଛୁ କଥା। ଏଇ ଦେଖ ଏଇ ରାଗିଲ କି? ତତେ ରଗେଇ ବୋଲି ମିଛରେ କହିଲା ଝିଅଟା ବୋଲି। ମୋର କିନ୍ତୁ ସତରେ ଇଚ୍ଛା ପୁଅଟିଏ ହଉ। ଆଲୋ ତୁ ମୋ ସହିତ ଗେଲ ହଉଥିଲୁ ଯା ଶଳା। ମୁଁ ତ ଏକାବେଳେ ରାଗିକି ପୁରା ପଞ୍ଚମରେ ଥିଲି ଆଉ ଏବେ ଏବେ ଆଜି ଆକାଶେ କି ରଙ୍ଗ ଲାଗିଲା ଚୋରା ପବନେ ସୁର ଦେଲା ସବୁରାକୁ ଦେଖ କେମିତି ଲାଜ କରୁଛି। ହଉ ହଉ ଛାଡେ ବାଢିଲୁ, ମତେ ଭୋକ ଲାଗିଲେ ମତେ ପୁଣି 3 ମହିନା ଯିବାକୁ ପଡିବ ଜାଣିଛୁ। ଛାଡେ ପୁଣି କେତେ କାମ ଅଛି। ବାଢେ ବାଢେ ବାଇଗଣ ଟିକେ ପୋଡିଲୁ। ବାଇଗଣ ଅଛି ଯେ ପୋଡ଼ିବି। ସବୁବେଳେ ବଢିଛୁ ନା ଶାଗ ଭଜା ଏଇଆକୁ ଖାଇବି। ହଉ ଦେ ଯାଅ ଦେଇଛୁ ତୋର ଖାଇବି। ପିଆଜ କାଟିବି। ଅଧୁ ଘର ଅଛ କେବେ ଆମେ ଶଳା ଡମ କେବେ ଶାନ୍ତ ଆପଣ ବୁଝି ଛିଡ଼ା ହ। ଆରେ ତୋ ଛାଇ ପଡ଼ିଲେ ଏ ଶୀତଟାରେ ମତେ ଗାଧେଇବାକୁ ପଡିବ ଶଳା ହରାମଜାଦା। ହେଲେ ଶାନ୍ତ ଆପଣ ସକାଳୁ ସକାଳୁ ମୋ ଘରକୁ ତୋ ସହିତ ବିରୋଧୀ କରିବାକୁ ଆସିଛି ରେ ହରାମଜାଦା। আবে এ শଳାডম ଆଜି ରାତି ପାହିବା ଆଗରୁ ଏ ଜାଗାଟାକୁ ଖାଲି କରିକି ଚାଲିଯିବୁ। ବୁଝିଲୁ ଭାଇ କ'ଣ କହିଲି? ନାଇଁ ଆଜ୍ଞା। ଷୋଳ ଚୁପ କୋପଳିଆ ନ ବସିଲେ ଏମାନଙ୍କ ମୁଣ୍ଡରେ କିଛି ପଶେନି ଯାହା ଦେଖୁଛି। ଭଲରେ ଭଲରେ କହିଲି ଆଜି ରାତି ସୁଦ୍ଧା ଜାଗାଟାକୁ ଖାଲି କରିକି ଚାଲିଯିବୁ। ହେଲେ ମୁଁ ତ ଆଜ୍ଞା କିଛି ଦୋଷ କରିନି। ଶଳା ମୁଁ ହଉ ପରେ ଜବାବ ଦଉଛୁ ଦେବି ଯେ ଶଳାକୁ ଗୋଟେ। ଆଜ୍ଞା ବିନା ଦୋଷରେ ମୁଁ ଭିଟାମାଟି ଛାଡ଼ିଦେବି। ହଁ ରେ ଶଳା ସେଇଆ କମ୍ପାନୀ ହୁକୁମ। କମ୍ପାନୀ ହୁକୁମ? ହଁ ହେଲେ ମୁଁ ତ ଆଜ୍ଞା କିଛି ଅନ୍ୟାୟ କରିନି। ଏ ଶଳାର ତ ସାହସ କିଛି କମ୍ ନୁହଁ। ଶୁଣ ନାଲିସି କରି ତୋର ଏ ଘର ବାଡି ଜମି ଉପରେ ଡିଗ୍ରୀ ଆଣିଛି, ତେଣୁ ସବୁ ନିଲାମ ହବ। ତୁ ଆଜି ରାତି ଭିତରେ ଏ ଘର ଖାଲି କରି ଚାଲିଯିବୁ। ନିଲାମ? ହେଲେ ଆଜ୍ଞା ମୋ ଘର ତୁଚ୍ଛାଟାରେ ନିଲାମ ହବ କାହିଁକି ଆଜ୍ଞା? ଋଣ ଦାୟରୁ ତୋର ଏ ଘର ବାଡି ଜମି ଜମା ଆସବାବପତ୍ର ସବୁ ନିଲାମ କରି ଋଣ ସୁଝେଇବି ଋଣ। ଏଥର ମଜା ଦେଖିବି ଶଳା ମୋ ମୁହଁ ଖରାପ କନକା ହରାମଜାଦା। ଋଣ ଦାୟରୁ ନିଲାମ କ'ଣ କହୁଛନ୍ତି ଆଜ୍ଞା? ସତ କହୁଛି ହଜୁର, ମୁଁ କାହାରିଠୁ ଫଟା ଅଧୁଲେଟେ ବି ଧାରିନି। ଠାକୁର ରାଣା ଆଜ୍ଞା ମୁଁ ସତ କହୁଛି। ଶଳା ମିଛୁଆ ବଚା। ଆରେ ଗଲା ସନ ଆଷାଢ଼ରେ ତୁ ମୋ ପାଖରୁ 2 କୋଟି 10 ଟଙ୍କା ଧାର ନେଇନୁ। 2 କୋଟି 10? କ'ଣ କହୁଛନ୍ତି ଆଜ୍ଞା? ଆଜ୍ଞା ଏତେ ଗୁଡ଼ିଏ ଟଙ୍କା ମୁଁ ଏକାବେଳେ କେବେ ଆଖିରେ ଦେଖିନି। ଏତେ ଗୁଡେ ଟଙ୍କା ଆଖିରେ ଦେଖିନୁ? ନାଇଁ ଆଜ୍ଞା। ଓ ଶଳା ଛୋଟ ଦେଖୁଛି ସିଦ୍ଧ ଅଙ୍ଗୁଠିରେ ଘିଅ ବାହାରିବନି। ଆବେ ହରାମଜାଦା ଭଲରେ ଭଲରେ କହୁଛି এই ଜାଗାଟାକୁ ଖାଲି କରିକି ଚାଲିଯିବୁ, ନହେଲେ ଅନ୍ୟ ବ୍ୟବସ୍ଥା କରିବି। ସତ କହୁଛି ହଜୁର, ମୁଁ କାହାରି ଧାରୁଆ ନୁହେଁ। ଆଉ ଆଜ୍ଞା ଯଦି ବା କାହାର ଧାର କରଜ କରିଛି ତାହେଲେ କାଗଜ ଦେଖୁନାହାନ୍ତି। ଏମିତି କହିଲେ କ'ଣ ଛାଡ଼ିଦେବି? ଶଳା କାଗଜ ଦେଖିବୁ? ହଁ ଆଜ୍ଞା। ଶାନ୍ତେ ମୁଁ ଜାଣି ଶାନ୍ତେ ଏଇ ଘର ଖଣ୍ଡିକ ଉପରେ ତମର କେତେ ଦିନରୁ ଲୋଭ ରହିଛି। ହେଲେ ଏତେ ବଡ଼ ଅନ୍ୟାୟ କରନି ଶାନ୍ତେ। ମୁଁ ବାସିଯିବି, ମୋ ସଂସାର ବାସିଯିବ। ଏତେ ବଡ଼ ସର୍ବନାଶ କରନି ଶାନ୍ତେ। ମରିଯିବି ଶାନ୍ତେ, ମୋ ଉପରେ ଦୟା କର ଶାନ୍ତେ, ମରିଯିବି। ଆରେ ମାର ଶଳାକୁ ମାର। ଶାନ୍ତେ ଦୟା କର ଶାନ୍ତେ, ମୁଁ ବାସିଯିବି ଶାନ୍ତେ। ମୁଁ ଜାଣି ଶାନ୍ତେ ତମର କିଛି ଅଭାବ ନାହିଁ।
कंपनी साहब सहित बेपार करी तुम अनेक टंका रोजगार करुच लक्ष्मी तुम उपरे सहाय मो उपरे एत बड़ अन्याय करनी साहब यही घर खंडिक मोर नहीं गले मत मो पिला छुआ को नहीं गछ मूले आश्रा नवाक पड़ो मो उपर दया कर साहब मो मारी ତାକୁ ଛାଡ଼ି ଦିଅ ତାରକ ବାବୁ ତମ ଗୋଡ଼ ଧରୁଛି ତାକୁ ଛାଡ଼ି ଦିଅ ତାକୁ ଛାଡ଼ି ଦିଅ ଛାଡ଼ି ଦିଅ ସାର୍ ବେଶୀ ହଉଥିଲା ଦେଇଛି ପାଣି ଆବେ ଦେଖ ବଞ୍ଚିଛି ନା ମରିଛି ବଞ୍ଚିଛି ଆଜ୍ଞା ଡେଲି କାଢୁଛି ଆବେ ପାଣି ଆଣିକି ଛାଡ଼ ଦେଖିଲେ ଆଜ୍ଞା ଆବେ ହାରାମ ଦାଦା ଭଲରେ ଭଲରେ କହିଦେଇକି ଯାଉଛି ଆଜି ରାତି ସୁଦ୍ଧା ଏ ଜାଗାଟାକୁ ଖାଲି କରିକି ଚାଲି ଯାଇଥିବୁ ନହେଲେ ଶଳାକୁ ମର୍ଡର କେସରେ ସିଧା ଜେଲରେ ଭର୍ତ୍ତି କରିଦେବି ଶଳା ହରମ ଦାଦା ଆସ ममता हेलो ए ममता 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 किए कोठी अच दाई आचरे
देखिले तो आज्ञा यही है मो गाँव अवस्था या ठारू बड़ घटना मो जीवन में केवे देखी এইটা অবশ্য গোটে ঘটনা ভଳି ঘটনা কিন্তু ମୁଁ ଯେଉଁ ଜିନିଷଟା ଖୋଜୁଥିଲି ସେଇଟା ୟା ଭିତରେ ନାହିଁ କାରଣ କୃଷକଙ୍କ ଉପରେ ଅତ୍ୟାଚାର ବା ସେମାନଙ୍କର ଜମି ଅଧିକରଣ ଯେକୌଣସି ସମୟରେ ଘଟିପାରେ ଆଚ୍ଛା ଏଇ ଏମିତି କିଛି ଗୋଟେ ଘଟଣା ଘଟିନି ଯେଉଁଟାକି ତମର ଆଖପାଖ ଅଞ୍ଚଳରେ ପୁରା ଗୋଟେ ହଇଚଇ ପକେଇ ଦେଇଥିବ ପୁରା ଅଞ୍ଚଳରେ ପୁରା ଗୋଟେ ଚହଳ ପକେଇ ଦେଇଥିବ पूरा अंचल चहल खेली देथिबो चहल सबुआड़े हईचई खेली देथिबो हाँ सेमती गोटे घटना घटी से चारिआड़े पूरा हईचई खेली जाइए से कौन कम खोलताड़ होती तमर मन ना से जो थर अकाल पड़ा मड़क लगे गाँ को गाँ उछड़ी पड़ भोक दाउर लोक मैंने पिला छुआ देखा लगे अरे तमे दुर्भिक्ष कथा कहूच कौ दुर्भिक्ष कौ मसीहा होता मसीहा बसिया कथा मु जानी आमे हेलु आज्ञा मूर्ख लोक एते सब कथा आमे कोड जानी किंतु सेते बेले मते 10 कि 12 वर्ष होइतिला अकाल मड़क परे परे आरंभ हो गला वर्गीय आक्रमण से तो अनेक दिन तलर कथा मु स्कूल रे इतिहास रे पढ़ी इतिहास रे पढ़ी अनेक दिन तलर कथा यही 10 कि 12 वर्ष हम ना ताठू टे अधिका हम अरे बाबा से जो गोटे विराट युद्ध होता किसी दिन तले बा युद्ध तमे चीन भारत युद्ध कथा कहूच ना भारत पाकिस्तान युद्ध कौटा एते सब कथा मु जानी किंतु से युद्ध पर जिते सब साधु सन्यासी थे समस्ते पूरा रागी जाई चारिआडे दंगा हंगामा करदेले साधु सन्यासी माने दंगा हंगामा आरंभ करदेले केबे 1966 मसीहा दिल्ली रे गोरक्षा आंदोलन आ युद्ध माने 1965 मसीहा भारत पाकिस्तान युद्ध ए पर्यंत सब मिसी गला ए भाई से तो दुर्भिक्ष होई नतला अरे बाबा ये सन्यासी मानक गंडगोल ए पर्यंत भी चलीची किसी खबर रखिच ए पर्यंत चलीची पागल ना कळ अरे हाँ ए पर्यंत चलीची ए कंपनी फौज माने परा सेही गंडगोल रोकिया पाई पागल कबळी खाली एड़े तेड़े धाई बुलुचती कंपनी फौज माने मजुनु फकीर ना सुनिच गरीबर माँ बापा मजनू साहब सन्यासी मित्र माय गॉड अबे वो मुंडा बुलाई जाउछ भाई सन्यासी मित्र तब ये कोला एमती बसी बोला ना माने 1763 मसीहा सन्यासी मित्र इस गवर्नर जनरल वारेन हेस्टिंग्स कंपनी माने ईस्ट इंडिया कंपनी युद्ध माने पलासी युद्ध आउ बर्की लुटराज माने मराठा भास्कर पंडितंकर दस्यु दल भगवान मुंड कराई गला एमिति कोन होउछ तमरो अपस्मार बात फेत अछि ना कोन एमिति कोन होउछ माने 250 वर्ष तळे असंभव माने 250 वर्ष तळे तमे मरि जाइतिलो सत्यानाश ये थट्टा तामसा मते भल लागुनी कौन टिके मु सोई पड़ी आ उठला बेले तो पागल भली एणु तणु गपी चली 250 वर्ष तले मु बंची थिली 250 वर्ष तले मु मरि जाईची कौन यार माने मु किछि बुझी पारु 250 वर्ष तळर बासी मोड़ा देवी जे गोटे बिथा तो नाक दंडी एकादर फटै दे समझु मते सेते बेले मु किछि बुझुली नाही कोन के मते मोड़ा मोड़ा कहि जाछु अबे मु मोड़ा ना तू मोड़ा तू मोड़ा तो बोपा मोड़ा तो 14 पुरुष ए लाग मो लुका पटा गंठरी छटा दे धीरे धीरे हमला करती बे मते के भाबी बाकु दे धीरे धीरे ए चा कहलु देखि हमें एठी सोई पड़ी भाई मु सोई पड़ी के एमती से दिन सकाळु सकाळु घर बाहरी आसी बाटरे जाऊ संज हो जाइथिला तापरे मुंडरे माने पछाड़ कोनटा धूम किना माड़ होला फिर तो चारियाड अंधार दिसला
ସେତିକି ବେଳେ ମୁଁ ଶୋଇ ପଡିଛି। ରକ୍ତ ନିଶ୍ଚୟ ବାହାରିଥିବ। ସେଇଥିପାଇଁ ଖପୁରୀ ଦେହରେ ଫଟା ଦାଗଟିଏ ଥିଲା। ବୁଝୁଛ, ତମେ କିଛି ବୁଝିବା ଆଗରୁ ତମର ମୃତ୍ୟୁ ହେଇଥିଲା। କିଛି ବୁଝିପାରୁଛ? ଭାଇ ଏତେ ସବୁ କଥା ମୁଁ ବୁଝିପାରିବି। ବୋକାଟା ସହିତ ବକ ବକ ହେଇ ମୋ ମୁଣ୍ଡ ଖରାପ ହେଲାଣି। ତୁ ମୋ ଲୁଗାପଟା ଦେ, ମୁଁ ମୋର ଯାଏ। କାହିଁକି ଅବୁଝା ହଉଛ କହିଲ? କହିଲି ପରା, ତମେ 1763 ମସିହା ଗଭର୍ଣ୍ଣର ଜେନେରାଲ ୱାରେନ୍ ହାଷ୍ଟିଙ୍ଗସଙ୍କ ରାଜତ୍ୱରେ ବଞ୍ଚିଥିଲ। ଆଉ ଏବେ ଏଇଟା 2019 ମସିହା ଭାରତ ବର୍ଷରେ ମୋଦି ସରକାର ଆଉ ଓଡ଼ିଶାରେ ନବୀନ ସରକାର। ବୁଝୁଛ? ଆରେ କିଛି ବୁଝିପାରୁଛ? ମୁଁ ତମକୁ ଜୀବନ୍ୟାସ ଦେଇଛି। ବୁଝୁଛ? ଆରେ ଦେଖ କଣ କହୁଛି। ବଢିଆ ଗପଟେ ଫାନ୍ଦିରୁ ନାଇଁ ଭଣ୍ଡ କୋଠିଆର ଦେବି ଯେ ଗୋଟେ। ତତେ ଭଲେ ଭଲେ କହୁଛି ମୋ ଲୁଗାପଟା ଫେରା, ମୁଁ ମୋର ଯାଏ। ବୁଝିବାକୁ ଚେଷ୍ଟା କରୁନ କାହିଁକି? ଏଇ କହିଲି ପରା, ମୁଁ ମଢା ବଞ୍ଚେଇ ପାରେ। ତମେ ନିଶ୍ଚୟ 158 ନମ୍ବର ଜଗତଗୁରୁ ଉଦ୍ଭଟାଚାର୍ଯ୍ୟଙ୍କ ନାଁ ଶୁଣିଥିବ। ମୁଁ ସେଇ ଉଦ୍ଭଟ। ତମେ ଉଦ୍ଭଟ ହୁଅ କି ଭଟ ଭଟ ହୁଅ, ମୁଁ ତମକୁ ଜାଣିନି। ହଁ ଠିକ କଥା। 250 ବର୍ଷ ତଳେ ମୁଁ ଖୁବ ବଞ୍ଚିଥିଲି ଯେ ତୁ ମତେ ଜାଣିବୁ। କିନ୍ତୁ ବିଶ୍ୱାସ କର, ମୁଁ ମଡା ବଞ୍ଚେଇ ପାରେ। ହଉ ହେଲା, ମୁଁ ତତେ ବିଶ୍ୱାସ କରିବି। ହେଲେ ତତେ ବିଶ୍ୱାସ କରି ମୋ ଲାଭ କଣ? ମୁଁ ଯଦି ମୋ ଗଣ୍ଠିଲି ଛତା ଲୁଗାପଟା ନ ପାଇଲି, ଏଥିରେ ମୋର ତ କିଛି ଲାଭ ନାହିଁ। କହିଲି ପରା, ତ ଗଣ୍ଠୁଳି ଛତା ବିଷୟରେ ମୁଁ କିଛି ଜାଣିନି। ସେତିକି ବଳ ଶଳା ଗଣ୍ଠୁଳି। ଆଚ୍ଛା ତୁ କହିଲୁ, ତୋ ଛଡା ତ ଏଠି ଆଉ କିଏ ନାହିଁ। ତାହେଲେ ମୋ ଲୁଗାପଟା ନେଲା କିଏ? ତତେ ଭଲରେ ଭଲରେ କହୁଛି ମୋ ଲୁଗାପଟା ଦେ। ଆରେ ଭାଇ ମତେ ଧାମନଗର ଯିବାକୁ ପଡିବ, ତୋ ଗୋଡ ଦୌଡୁଛି। ଲୁଗାପଟା ଦେ, ମୁଁ ମୋର ଯାଏ। କହିଲି ପରା, ମୁଁ ସେ ବିଷୟରେ କିଛି ଜାଣିନି। ଯା ତୁ ଯୁଆଡେ ଯାଉଛ। ଭଲରେ ଭଲରେ କହୁଛି ମୋ ଲୁଗାପଟା ଫେରା, ନହେଲେ ଘୋଷାରି ଗାଁ ମୁଖିଆ ପାଖକୁ ନେଇକି। ଧର୍ମଶାସ୍ତ୍ର ଶୁଣ। ଚୁପ୍ ଶଳା, ମତେ ଧର୍ମଶାସ୍ତ୍ର ଶୁଣେଇଲା। ମୁଁ ଏତେ କଥା ଜାଣିନି, ମୋ ଗଣ୍ଠିଲି ଦେ, ମୁଁ ମୋର ଯାଏ। ଶଳା, ଏଇଟା କଣ ଧର୍ମଶାସ୍ତ୍ର ଶୁଣିବାକୁ ମନା କରୁଛି? ଏଇଟା କଣ କମ୍ୟୁନିଷ୍ଟ ନା କଣ? ଭାଇ 250 ବର୍ଷ ତଳେ କଣ କମ୍ୟୁନିଜିମ ଥିଲା? କଣ କହୁଛୁ? ଦେଖ, ଆରେ କିଛି ନ କହିବ। ଶୁଣ, ତମେ ଯଦି ମୋ ସହିତ ଏମିତି ବ୍ୟବହାର କରିବ ନା, ଯମରାଜଙ୍କୁ ଡାକି ଯେମିତି ମଡାର ଖପୁରୀ ଥିଲ ପୁରା ସେମିତି କର। ସେଇଆ କଲୁ ଦେଖି। କେତେ ତୋର କ୍ଷମତା, ସେଇଆ କର। ଆରେ ମତେ ପିନ୍ଧିବାକୁ ଦେଇପାରିବୁନି କି ଖାଇବାକୁ ଦେଇପାରିବୁନି, ଏମିତି ବଞ୍ଚି ଲାଭ କଣ ଅଛି? ଦେ ମାରିବ। ହଉ ସେଇଆ ହଉ। ଗଙ୍ଗା ଗଲି ଯେତିକି, ଫଳ ପାଇଲି ସେତିକି। ବଳେ ଅପୁରୀ ହବୁ। ହଁ କରିଦେବୁ। ଯମରାଜ, କୃତଜ୍ଞ, ବୈବସୁତ, ମୃତ୍ୟୁରାଧୀଶ୍ୱର, ଏବେ ଜୀବିତ ନା ମୃତ? ମୁଁ ବଞ୍ଚିଛି ନା ମରିଛି? ମୁଁ ଖପୁରୀ ନା ମଣିଷ? ମନ୍ତ୍ରଟା କାମ ଶଳା ଦୁଆ ଧପା ବାଜି ଆରେ ଧର ଏଇଠି ପରା ଅଛି ଚୋର 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 ଉଗ୍ରପନ୍ଥୀ ମାନେ ଚୋର କାଇ କୋଉଠି ଲୁଚି ଚୋର ଖତ এই ମୋ ଲୁଗାପଟା ସବୁ ମତେ ଏଇ ଅବସ୍ଥା କରିଛି। ସାଧୁ ବେଶରେ ଚୋରି ମାରୁଛୁ କାହିଁକି? ଶଳା ଚୋର ପୁଣି ବଡ ବଡ କଥା କହୁଛି। ତୁ ତା ଲୁଗାପଟା ଚୋରି କରୁଛୁ? ଏଇ ମୋ ଲୁଗାପଟା ଚୋରି। ମୁଁ କାହିଁ ଚୋରି କରିବି? ମୁଁ ବାପାଙ୍କୁ ଡାକିଲେ ଚୋରି କରିବି କେତେ? ତୁ ମତେ ଡାକିଲୁ କଣ এইটা বুঝিଥିଲି না। ও তা মানে তু প্রথমে চোরি করিছু তারপরে হুইসিলি মারিকি মতে ডাকিছু বঢ়িয়া কামটা করিছু মারো মারো এই পড়া বুঝিବାକୁ চেষ্টা কর। শুন, এইটা ଗୋଟେ ମଡ଼ାର ଖପୁରୀ ଥିଲା। ହଁ, ମୁଁ ତାକୁ ଜୀବନ୍ୟାସ ମନ୍ତ୍ର ବଳରେ ପୁନର୍ଜନ୍ମ ଦେଲି।
घुंची गला पर कहूची कौन ना मु चोर हाँ? तू मोढ़ा बचेचु तू मोढ़ा बचेचु सोना टाउटरी मारबा को जगह कइलु मते टाउटरी मारचु चा तू थाना धनेश्वर महांती घर को जाऊली मु उद्भटाचार्य का घर को धनी मो शिष्य धनेश्वर महांती अपन सही बाबा बाबा गुरुदेव मां बोले लागु गुरुदेव मते के मां करी दियो किछि गुरुदेव न जानी भूल करी किछि आइनी बाबा तो चल गुरुदेव हाँ। ताले तू मोर पर पहुंच दउची या कथा रे प्लीज आगे चला बच्चा बढ़ चलू नहीं मो लुकापटा मो गंठिली मो छता कहली परा मु तुमको पुनर्जन्म देछि बोली काईकि किए कहूला मु एबे पिंधिबी कौन खाइबी कौन मनीष को जीवदान दे शिखिच पेट को दाना जोगी कर से सब प्रश्नर उत्तर मो पाखे नहीं बाट छड़ा में जीव ना आग मो पिंधिबा आ खाइबा व्यवस्था करदे तापर जाई जीवु ଆପଣଙ୍କର ଆସିବାରେ ଏତେ ବିଳମ୍ବ ହେଲା କାହିଁକି ଗୁରୁଦେବ ଆମେ ବ୍ୟସ୍ତ ହେଇ ଧାଇଁ ପଳେଇ ଆସିଲୁ कहनी रे धनी ए साला 250 वर्ष तलर मोड़ाटाକୁ जीवदान देई मु पूरा विपदरे फसी जाइछि କଣ କହୁଛନ୍ତି ଗୁରୁଦେବ 250 ବର୍ଷ ତଳର ମଣିଷ କଣ କହିଲେ ଗୁରୁଦେବ ଆପଣ ମୋଡ଼ା ବଚେଇ ପାରନ୍ତି ଜୟ ଜଗତଗୁରୁ ଉଦ୍ଭଟାଚାର୍ଯ୍ୟଙ୍କର ଜୟ ଜଗତଗୁରୁ ଉଦ୍ଭଟାଚାର୍ଯ୍ୟଙ୍କର ଜୟ ଜଗତଗୁରୁ ଉଦ୍ଭଟାଚାର୍ଯ୍ୟଙ୍କର ए दी जण किए होइबे सोना तू से मान को चिन्हिनु हां तू बा केमिति चिन्हि मोरे 250 छोड़ सिए हेले ए गार जमीदार बुझिलो सिए हेले हम थाना रे बड़ा बाबू बुझिलो चिन्हिछि हां तते चिन्हिछि तू फनी साउका ମାରିବୁଟା କଣ ना सही फनी साउका मिछ तारे करज दाई देई मो घर बाड़ी नीलाम कर देथिलु तमे दी जण मो भारी जार इज्जत नहीं ताकू मारी देथिलो आ मते हाजत भीतर को पठै देथिलो ई वर्ष मियाद खटी खटी मु जेते बेले बाहरी आसी देखे सेते बेले मोर घर बाड़ी किछि नाही आ सेतिकी बेले मु मजुन फकीर दल रे शामिल हेतिली खाली तम मान को खत्म करिया पई तम मान को मैं छाड़ीबी नहीं रे बाबा ये बड़ खतम खतम कथा कहूची एबे मु बुझी पारुछि सेदिन धामनगर गला बेले तोरी लोक माने मते मारिथिले मु तते आज छाड़ीबिनी मु तते आज शेष ଆରେ ଏଇଟା କଣ ସମ୍ଭବ 250 ବର୍ଷ ତଳେ କଣ ଏଇ ଭଳିଆ ଉଗ୍ରପନ୍ଥୀ ଥିଲେ हो थिले 250 वर्ष तले तो भली पशु साधुकार जदि 250 वर्ष तले रही पारंती ताले उग्रपंथी न रहिबे काईकी से माने थिले मजुन फकीर दल मु आज प्रतिशोध चाहे फनी साउकार मो कबल तोर आज निस्तार नाही ଆରେ ଚାହିଁଛ କଣ ଇନ୍ସପେକ୍ଟର ଏଇଟାକୁ ଆରେଷ୍ଟ କର আরে এইটাকু কেমিতি আরেস্ট করিবি এইটা তো 250 ବର୍ଷ ତଳର ମୋଡ଼ା ଆଜିର ଆଇନ ବଳରେ এইଟାକୁ କେମିତି ଆରେଷ୍ଟ କରିବି ଗୁରୁଦେବ ତାହେଲେ ଏବେ ଆମେ କଣ କରିବୁ ଗୁରୁଦେବ चलो ये जगह छाड़ी पड़ेगा ये कथा को घंटी आउ किछि लाभ नहीं तार जुआड़े इच्छा से जाऊ चलो ए कोड चलो ए साधु बाबा जीवन देइछु एतले बंचिबार रास्ताटा देखै दउनु काईकी रास्ता देखैबा मो काम नुह निज रास्ता निजे खुजी बाहर कर बुझिल चलो चलो चल गुरुदेव बेस ठीक अच्छी निजे बंचिबार रास्ता निजकू ही खोजी बाहर करिया को पड़िबो की रास्ता खोजी बाहर करिवो तम मान को पिटिबार रास्ता तम मान को शेष करिबार रास्ता अरे साला एटा तो सतरे उग्रपति तम मान को कथारु जणा पडुची एठी भी मजुन फकीर दल अछि जो माने तम मान को विरुद्ध संग्राम करूचंती मु चलिली मु सेही मान को पाखु चलिली आउ समस्त को डाकी डाकी कहबी सुनो 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 एई रक्त ससा पशु मानकु बीच रास्ता रे पिटी पिटी मारो
ଖାଲି କଳାକାରମାନଙ୍କର ପରିଚୟ କରିଦେବି ଆଉ 2 ମିନିଟ୍ 9:10 ହେଇଛି 15 ସୁଦ୍ଧା ଆମେ ଯିବା ଇଏ ମମତା ତ ନାଁଟା କହିଯାଅ ଜୟଶ୍ରୀ ପଣ୍ଡା। ନମସ୍କାର ମୁଁ ବିଶ୍ୱଜିତ ମିଶ୍ର। ନମସ୍କାର ମୁଁ ସତ୍ୟପ୍ରକାଶ ଜେନା। ନମସ୍କାର ରାକେଶ କୁମାର ରାଉତ। ନମସ୍କାର ମୁଁ ଜିତ। ଜୟ ଜଗନ୍ନାଥ ମୁଁ ମାନସ। ନମସ୍କାର ସ୍ନେହରଞ୍ଜନ ପରିଡ଼ା। ନମସ୍କାର ରଣଜିତ କୁମାର ନାୟକ। ନମସ୍କାର ମୁଁ ଶୁଭମ ସାହୁ। ନମସ୍କାର ମୁଁ ଚନ୍ଦ୍ରନାରାୟଣ ମଲ୍ଲିକ। ନମସ୍କାର ଶିବାଞ୍ଚଳ ପାଢ଼ୀ। ନମସ୍କାର ଅଶୋକ। ନମସ୍କାର ଆଲୋକ। ନମସ୍କାର ଅପୂର୍ବ। ଜୟ ଜଗନ୍ନାଥ ଶୁଭେନ୍ଦୁ। ନମସ୍କାର ଦେବାଶିଷ। ନମସ୍କାର ପ୍ରିୟାଂଶୁ। ନମସ୍କାର ବିଶ୍ୱଦାସ। ନମସ୍କାର ମୁଁ ମନୋଜ। ସଙ୍ଗୀତରେ ଇଏ ହେଲେ ପ୍ରତାପ ରାଉତ ଆଉ ଆଲୋକରେ ଆମର ଲକ୍ଷ୍ମୀନାରାୟଣ ସେଠୀ, ସହ ନିର୍ଦ୍ଦେଶନା ସୌମ୍ୟ ପାତ୍ର ଆଉ ପୋଷାକରେ ଯେତେ ପୋଷାକ ପତ୍ର ସବୁ ଇଏ କରିଛନ୍ତି ଆମର କୁଆଡ଼େ ଗଲେ କାର୍ତ୍ତିକ ସାହୁ ଆଉ ଆମର ମଞ୍ଚ ପରିଚାଳନାରେ ଅଛନ୍ତି ସନ୍ତୋଷ, ବିଭୂତି, ଶକ୍ଳେଶ୍ୱର ଅନ୍ୟମାନେ ଆଉ ମେକଅପ୍ରେ ନରେନ୍ଦ୍ର ସେନାପତି ମେକଅପ୍। ବହୁତ ବହୁତ ଧନ୍ୟବାଦ ଧୈର୍ଯ୍ୟ ସହିତ ଆଜିର ଏହି ନାଟ୍ୟଚକ୍ର କାର୍ଯ୍ୟକ୍ରମର ନାଟକଟି ଦେଖିଲେ ଧନ୍ୟବାଦ। ବିଶେଷ କରି ପ୍ରଫୁଲ୍ଲ ଭାଇ ସିଦ୍ଧାନ୍ତ ବାବୁଙ୍କୁ ମୁଁ ଧନ୍ୟବାଦ ଦେଉଛି ଆଉ ଆଦିନିଶାରେ ଆମର ସଭାପତି ସିଏ ସମୟ ଦେଇକି ରହିଛନ୍ତି। ନମସ୍କାର ଧନ୍ୟବାଦ।